ସବଜେକ୍ଟ ରଖନ୍ତୁ ଆଜିର କ'ଣ ଆଲୋଚନା କରାଯାଇପାରେ? କୁହନ୍ତୁ ସବଜେକ୍ଟ କୁହନ୍ତୁ କ'ଣ ରଖାଯାଇପାରିବ, ଦେଖିବା କ'ଣ ତା ଭିତରେ ଆଲୋଚନା କରିବା। ନାଇଁ ତ ନୂଆ ଯାହା ଆସିବ ମୁଁ କହିବି। ଜୟଜୀବ ଗୁରୁଜୀ। ଜୟ ଜୟ। ଜି ମୁଁ ଗୋଟେ ମନ ଭିତରକୁ ଆଣୁଛି ଟିକେ ଆଲୋଚନା କରିବା ପାଇଁ ଅନୁରୋଧ କରୁଛି। ସାଧୁ ସନ୍ଥ ମୁନି ଋଷି ସନ୍ନ୍ୟାସୀ ବ୍ରହ୍ମଚାରୀ ଏଇଗୁଡ଼ିକ ଗୋଟିଏ ଗୋଟିଏ ଶବ୍ଦ ଏକା ଭଳି ଜଣା ପଡୁଥିଲେ ବି ମଧ୍ୟ ତାର ତାତ୍ତ୍ୱିକ ଅର୍ଥଟା ଅଲଗା ଅଲଗା। ସାଧୁ ସନ୍ଥ ମୁନି ଋଷି ସନ୍ନ୍ୟାସୀ ଟିକେ ବୁଝେଇଲେ ଭଲ ହୁଅନ୍ତା ନାହିଁ? ହଉ, ଆଉ କିଏ କହିବେ କୁହନ୍ତୁ। ଜୟ ଜୟ। କୁହନ୍ତୁ। ନିରନ୍ତର ନାମ ଉପରେ ଟିକେ କୁହନ୍ତୁ। ନିରନ୍ତର ସାଧନ। ନିରନ୍ତର ସାଧନ କ୍ଲିୟର ହଉନି, ପାଖକୁ ଆଣୁନ। ନିରନ୍ତର ସାଧନ। ନିରନ୍ତର ସାଧନ। ନିରନ୍ତର ସାଧନ। ନିରନ୍ତର ସାଧନ ଭଲ ଟପିକ। ଆଉ କିଏ ଅଛି କହିବେ, ନହେଲେ ଏଇଟା କରିବା। ନିରନ୍ତର ସାଧନ, ନିରବଚ୍ଛିନ୍ନ ସାଧନ। ଆଉ କିଏ ଅଛି ସବଜେକ୍ଟ ଆଣନ୍ତୁ। ଦୀର୍ଘ କେତେ ବର୍ଷ ହେଲା ମୁଁ ଏମିତି ମାନେ ଚେଷ୍ଟା କରୁଛି ସବଜେକ୍ଟ ଆଣି କହିବା ପାଇଁ, କହିପାରୁନି। ଆଉ କାହାର ଅଛି ସବଜେକ୍ଟ? ମୁନି ସମାଜର ସାଧନ ସରଳ ଓ ପ୍ରଭାବଶାଳୀ କିପରି? ମୁନି ସମାଜର ସାଧନ ସରଳ ଓ ପ୍ରଭାବଶାଳୀ କିପରି? ପ୍ରଭାବଶାଳୀ କିପରି? ସରଳ ପ୍ରଭାବଶାଳୀ କିପରି? ଦେଖନ୍ତୁ ଏ ଦିଟାଙ୍କ ସବଜେକ୍ଟ ଠିକ ଲାଗୁଛି କହିବା ପାଇଁ। ଲିପୁ ମୁନି ଯୋଉ କହିଲେ ଯେ ନିରନ୍ତର ସାଧନ ଗୋଟେ ଟପିକ, ସେ ବି ଭଲ ସବଜେକ୍ଟଟା। ଆଉ ତୁମର ଏଇ ଯୋଉ ଟପିକ ବି ଭଲ ଲାଗୁଛି, ସରଳ ଏବଂ ପ୍ରଭାବଶାଳୀ। ଆଧିରୁ କୋଉଟା ନେବା କୁହନ୍ତୁ? ନିରନ୍ତର ସାଧନଟା ସେଇଟା ଲିପୁ ବାବୁ ଯୋଉ କହୁଥିଲେ ସେଇଟା ହଉ। ଆଜ୍ଞା ସେଟା ସେଟା ଆସିଯିବ। ନିରନ୍ତର ସାଧନଟା ଆ ଭିତରେ ଆସିଯିବ, ସେଟା କହିଲେ ବି ଏଟା ତା ଭିତରେ ଆସିଯିବ। ଦୁଇଟାକୁ ମିକ୍ସ କରିକି ସଲ୍ୟୁସନ ଦିଅ। ନିରନ୍ତର ସାଧନ, ନିରନ୍ତର ସାଧନ ଆଙ୍କର ହେଲା ସରଳ ଏବଂ ମୁନି ସମାଜର ସାଧନ। ମୁନି ସମାଜର ସାଧନ ସରଳ, ସରଳ ଓ ପ୍ରଭାବଶାଳୀ କିପରି? କିପରି ତ ମୁନି ସମାଜର ସାଧନ ସରଳ ପ୍ରଭାବଶାଳୀ କିପରି? ଆଙ୍କର ହେଲା ନିରନ୍ତର ସାଧନ। ନିରନ୍ତର ସାଧନ ବା ନିରବଚ୍ଛିନ୍ନ ସାଧନ। ନିରନ୍ତର ସାଧନ ଗୋଟେ ବଡ଼ ଟପିକ ହବ। ଇଏ ବି ସରଳ ଏବଂ ସରଳ ବା ସହଜ, ସରଳ ବା ସହଜ ଓ ପ୍ରଭାବଶାଳୀ। ଆଉ ଦେଖିବା ମୁଁ କ'ଣ କହୁଛି, ଦେଖିବା ଯାହା ସବଜେକ୍ଟ ଆସିବ ତା ଭିତରୁ। ଏଇଟା ନାଇଁ ଦିଟା ହେଇଯାଉଛି, ପୁରା ଦିଟା ହେଇଯାଉଛି। ହଉ ଦେଖିବା। ନିରନ୍ତର ସାଧନ ମୁଁ କହୁଛି ଆଜ୍ଞା, ତାପରେ ଦେଖିବା କ'ଣ ହଉଛି। ନିରନ୍ତର ସାଧନ,
ନିରନ୍ତର ଅର୍ଥ କ'ଣ? ନିରନ୍ତରର ଅର୍ଥ କ'ଣ କୁହନ୍ତୁ? ନିରନ୍ତର ଅର୍ଥ ନିରନ୍ତର, ମଝିରେ କୌଣସି ଅନ୍ତର ରହିବନି ଆଉ। ଅନ୍ତର, ବ୍ୟବଧାନ ରହିବନି ଆଉ। ଅନ୍ତର, ଅନ୍ତର ମାନେ ବ୍ୟବଧାନ। ନିରନ୍ତର ତ ବ୍ୟବଧାନ ରହିବ ନାହିଁ, ଅନ୍ତର ରହିବ ନାହିଁ, ଅନ୍ତର ରହିବ ନାହିଁ, ବ୍ୟବଧାନ ରହିବ ନାହିଁ, ଗ୍ୟାପ ରହିବ ନାହିଁ, ଯୋଉଟା ନିରବଚ୍ଛିନ୍ନ କୁହାଯାଏ। ନିରନ୍ତର ମାନେ ଅହର୍ନିଶି, ନିରନ୍ତର ମାନେ ନିରବଚ୍ଛିନ୍ନ ସାଧନ, ନନଷ୍ଟପ୍। ଇଂଲିଶ ବୁଝି ହବ, ଓଡ଼ିଆ ବୁଝିବା କଷ୍ଟ। ନନଷ୍ଟପ୍ ଯେମିତିକି ଗୋଟେ ଟ୍ରେନ ଯାଉଛି, ସେ କୌଣସି ଷ୍ଟେସନରେ ରହିବାର ନାହିଁ, ଚାଲିଲା ନନଷ୍ଟପ୍, କୋଉଠି ଷ୍ଟପ୍ ନାହିଁ। କିନ୍ତୁ ନିରନ୍ତର ସାଧନଟା ଯେ ନନଷ୍ଟପ୍ କିପରି ହେଇପାରିବ? ଷ୍ଟପ୍ ହଉଥିବ କିନ୍ତୁ ନନଷ୍ଟପ୍, ବନ୍ଦ ହଉଥିବ କିନ୍ତୁ ଗତି ଠିକ୍ ଥିବ, ତାକୁ ନିରବଚ୍ଛିନ୍ନ ସାଧନ କହିପାରିବା। ତାକୁ ନିରବଚ୍ଛିନ୍ନ ସାଧନ କରିବା, ଗତି ଥିବ, ନିରନ୍ତର ଗତି ଥିବ। ଠିକ୍ କେମିତି ହେଇପାରିବ? ତାର ମୂଳ ଉତ୍ସ କ'ଣ? କିଏ କହିବେ କୁହନ୍ତୁ? ତାର ମୂଳ ଉତ୍ସ କ'ଣ? ନିରନ୍ତର ସାଧନର ମୂଳ ଉତ୍ସ କାହାକୁ ଧଇଲେ ହେଇପାରିବ? ଏଇ ଅକଳିରେ ପଡି ମନକୁ ଏକାଗ୍ର କଲେ ହେଇପାରିବ। ହଁ, ଏକାଗ୍ର କଲେ ସେଇଟା କ୍ଲାରିଟି ଆସିବ, ସାଧନ ଆହୁରି ବଳଶାଳୀ ହେଇଯିବ। କିନ୍ତୁ ମୂଳ ଉତ୍ସ କ'ଣ? ନିରନ୍ତର ସାଧନ କରିବାର ମୂଳ ଉପାଦାନ କ'ଣ? ମନ ତ ସବୁଆଡେ ହିଁ ଲଗେଇ ପାରେ, ମନ ତ କଲମ, ଯାହା ଲେଖିବ ସେ ଲେଖିଲା। ମନ ଦ୍ୱାରା ଲେଖାଇ ପାରିବ। ଜିଦି ଜିଦି କିଏ କହୁଛନ୍ତି? ଜିଦି ବୋଲି କିଏ କହିଲ? ସୋମନାଥ। ପୁଣି ଜିଦି କେମିତି ହବ? ଠିକ ଉତ୍ତର ଠିକ ଅଛି। ଜିଦି କି କିଏ ମୋଟିଭେଟ କରିବ? ପ୍ରଣାମ। ଭାବନା ये भी ठीक उत्तर। नहीं हाँ ठीक है। भावना रही शुणु, भावना रही भावना रे रही निरंतर साधन करहब। ठीक अच्छे मुझे पचार तार मूल उत्स कौन? ठीक आंसर गुटे बहुत ठीक अच्छी। भावना रही हम ठीक कथा सेटा टॉप पॉइंट टॉप पॉइंट से कहीदे किंतु तार मूल उत्स माने मो क्वेश्चन बुझी पारलनी। क्वेश्चन हो तार मूल उत्स किए माने जिद्दी करिवार मूल उत्स, भावना करिवार मूल उत्स, तार मूल उत्स किए सेटा हम पचार दीटा उत्तर ठीक। ज्ञान शक्ति वृद्धि आत्मज्ञान हाँ ज्ञान दरकार, ज्ञान दरकार। हाँ ज्ञान जेपन न जानच ना भावना आसब ना जिद्दी आसब। आकुरेट उत्तर हूँ ज्ञान।
ଜ୍ଞାନ ହେଉଛି ନିରନ୍ତର ସାଧନର ମୂଳ ଉତ୍ସ ବା ମୂଳ ପିଣ୍ଡ ମୂଳଦୁଆ। ଆଉ ଯୋଉ କହିଛନ୍ତି ଯେ କହିଲେ ଯେ ଭାବନା, ଏଇଟା ବି ଠିକ। ଭାବନା କଣ? ଭାବନା ମାଧ୍ୟମରେ ତମେ ନିରନ୍ତର ସାଧନ କରିପାରିବ। ଜିଦ୍ଦି ମାଧ୍ୟମରେ ତମେ ନିରନ୍ତର ସାଧନ କରିପାରିବ। ଦିଟାଙ୍କ ମାନେ ଗୋଟେ ପାରାଲାଲ ହେଇକି ଯିବେ, କିନ୍ତୁ ତାର ମୂଳ ଉତ୍ସ ହଉଛି ଜ୍ଞାନ। ଜ୍ଞାନ ନହେଲେ ନା ଜିଦ୍ଦି ହବ ନା ଭାବନା ହବ। ବୁଝିପାରିଲେ? ଯେପର୍ଯ୍ୟନ୍ତ ଜ୍ଞାନ ନ ହେଇଛି ସେ ପର୍ଯ୍ୟନ୍ତ ଜିଦ୍ଦି ହବନି କି ଭାବନା ଆସିବନି। ତେଣୁ ଆମେ ଏଠି ଦିଟା ରୁଟ୍ ମୂଳ ଉତ୍ସ ମିଳିଲା ଯେ ଜ୍ଞାନ। ଜ୍ଞାନର ଶକ୍ତି ଅଛି। ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ। ଅନ୍ଧବିଶ୍ୱାସ ଛାଡ଼ି ତୁମ ଭିତରର ଶବ୍ଦ ଶୁଣ। ତୁମର ପ୍ରକୃତ ପଥ ପ୍ରଦର୍ଶକ ତୁମ ଭିତରେ ବିଦ୍ୟମାନ। ଆକୁ କିଏ କହିଲେ ନା ଶିବମୁନି କହିଛନ୍ତି ତାଙ୍କ ବାଣୀରେ। ଜ୍ଞାନରେ ଶକ୍ତି ଅଛି, ମାନେ ଜ୍ଞାନରେ ଭାବନା ଅଛି, ଆଉ ଜ୍ଞାନରେ ବି ଜିଦ୍ଦି ଅଛି। ଯେପର୍ଯ୍ୟନ୍ତ ଜ୍ଞାନ ନ ହେଇଛି ସେ ପର୍ଯ୍ୟନ୍ତ ନା ଜିଦ୍ଦି ହବ ନା ଭାବନା ଆସିବ। ତେଣୁ ଆମେ ଏଠି ଅନୁମେୟ କଲେ ଯେ ଜ୍ଞାନ ତାର ମୂଳ ଉତ୍ସ ନିରନ୍ତର ସାଧନର, ଆଉ ଜ୍ଞାନ ହେଲେ ସବୁ କିଛି ହେଇଯିବ, ମାନେ ପଥ ପରିଷ୍କାର ହବ ଆଗକୁ ଯିବା ପାଇଁ। ଆଉ ତାର ଦିଟା ଉପାଦାନ ହଉଛି ଭାବନା ଆଉ କଣ? ଜିଦ୍ଦି। ଭାବନା ଜିଦ୍ଦି ହେଲେ ନିରନ୍ତର ସାଧନ ଆରମ୍ଭ ହବ। କଣ ଭାବନା କରିବ? ଭାବନା କଣ କରିବ? ସାଧନର ମୂଳ ଉତ୍ସ ଭାବନା କଣ କରିବ? କଣ ଭାବନା କଲେ ତ ନିରନ୍ତର ହବ, ନିରନ୍ତର ସ୍ରୋତରେ ପ୍ରବାହିତ ହବ? କୁହନ୍ତୁ, କଣ ଭାବନା କଲେ ନିରନ୍ତର ସ୍ରୋତ ଆରମ୍ଭ ହବ? କୁହନ୍ତୁ। ବୈରାଗ୍ୟ। ବୈରାଗ୍ୟ ଗୋଟେ ଅଲଗା ପାଠ। ତୁମେ କଣ ଭାବନା ସ୍ଥିର କରିବା, ଲକ୍ଷ୍ୟ ପଛରେ ପହଞ୍ଚିବା। ଲକ୍ଷ୍ୟ ପଛରେ ଏଟା ଏମ୍ ହେଇଗଲା, ଲକ୍ଷ୍ୟ ହେଇଗଲା, ଏଇଠି ମୁଁ ପହଞ୍ଚିବି। ଭାବନା କଣ କରିବ? କଣ ଭାବନା କରିବ? ଏଠି ପହଞ୍ଚିବ। ଏଇଟା ଲକ୍ଷ୍ୟ ସ୍ଥିର ହେଇଗଲା। ଶରୀର ନୁହେଁ କି ମନ ନୁହେଁ, ମୁଁ ହଉଛି ଆତ୍ମା। ଏହା ଭାବନା କଲେ ନିରନ୍ତର ସାଧନ। ହଁ, ଏଇଟା ଗୋଟେ ଉପାଦାନ, ଏଇଟା ବି ଗୋଟେ ସୋର୍ସ, ଏଇଟା ଗୋଟେ ମାନେ ପାର୍ଟ। ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଏଇଟା ନିରନ୍ତର ସାଧନକୁ ଖୋରାକ ଯୋଗେଇବ ଆଗକୁ ଯିବା ପାଇଁ। କଣ ଭାବନା କଲେ ଆମେ ନିରନ୍ତର ସାଧନ ନ କରିକିରି ବି ସାଧନ କରିପାରିବା? ମାନେ ସେଇଟା ହିଁ ତୁମେ ସାଧନ କରୁଛ ରାତି ବ୍ରହ୍ମ ମୁହୂର୍ତ୍ତରେ ଉଠି। ଯେମିତି କହିଲେ, କିଏ ଡାକେଲ ମତେ ସତେ, କିଏ ଡାକେଲ ସତେ ଏତେ ରାତିରେ ମତେ। କଣ ଭାବନା କଲେ ସେ ତମକୁ ଡାକିବ? ଆଉ ଭାବନା ନ କଲେ କେମିତି ଡାକିବେ? ସେ କେମିତି ଉଠେଇବେ ତମକୁ? କୁହନ୍ତୁ। ତୁମେ ଯଦି ରେଗୁଲାର ପେମେଣ୍ଟ ଅଛ ଦୋକାନରେ, ସେ ପୁଣି ବାକି ଦେଇଦବ ନା ନାଇଁ? ତମ ଗାଁ ଗ୍ରୋସରୀ ହଉ ବା ଯୋଉଠି ଆଣୁଛ ମାର୍କେଟ। ଆମର ଜଣେ ମାରୱାଡି ଥିଲେ, ଆମେ ଆଣୁଥିଲୁ ସତ୍ସଙ୍ଗ ପାଇଁ। ପ୍ରଥମେ ଆମକୁ ଦଉନଥିଲେ, ଆମେ ତ ପଇସା ନଥିଲା, କଲେକ୍ସନ କଲା ପରେ କାଉଣ୍ଟରକୁ ପଇସା ଆସେ, ତାପରେ ପେମେଣ୍ଟ। କିନ୍ତୁ ତାପରେ ଦେଖିଲେ ଆମ ରେଗୁଲାର ପେମେଣ୍ଟ ଅଛି, ସବୁ କିଛି ଠିକ ଅଛି। କହିଲେ, ବାବା ତୁମେ ଯେତେ ଲକ୍ଷେ ଟଙ୍କାରେ ନଉଛ ନିଅ, ମୁଁ ଦେଇଦେବି, ତମ କାଉଣ୍ଟରରେ ପଇସା ହେଲା ପରେ ମତେ ଦବ ଆଣି। 7 ଦିନ ହଉ, 10 ଦିନ ହଉ, 2 ଦିନ ହଉ, ଯେତେ ଦିନ ପରେ ଆଣି ଦେଇପାରିବ। କାହିଁକିନା
ଜାଣିଗଲା ରେଗୁଲାର ପେମେଣ୍ଟ। ତୁମେ କଣ ରେଗୁଲାର କଲେ, କଣ ରେଗୁଲାର ଭାବନା କଲେ ସେ ତୁମକୁ ଡାକିବ, ସେ ତୁମକୁ ଡାକିବ। ନହେଲେ ସ୍ୱପ୍ନ ଦେଖେଇବ। ଭାବନା କରିବା ପାଇଁ ମୁଁ କେମିତି ସ୍ଥୂଳ ପ୍ରତିଦିନ ସାଧନ କରିବି ଏଇ ଭାବନା କରିବା ପାଇଁ ନା ଏଇଟା ଏଇଟା କର୍ମ ଦରକାର, ଏଇଟା କର୍ମ ଦରକାର। କର୍ମ ଭାବନା ସହିତ କର୍ମ କଲେ ସେ ଅଟୋମେଟିକ ହବ। ଭାବନା କଣ ନିରନ୍ତର ରହିବ? କୁହନ୍ତୁ, ଆଉ କିଏ କହୁଛ କୁହନ୍ତୁ। ମନ ଭିତରେ ଇଚ୍ଛା ଶକ୍ତି ରହିବା ଦରକାର। ମନ ଭିତରେ ଇଚ୍ଛା ଶକ୍ତି ରହିବା ଦରକାର। ମନ ଭିତରେ ଇଚ୍ଛା ଶକ୍ତି ହବ। ଇଚ୍ଛା ଶକ୍ତି ଦିଟା କାରଣରୁ ଉଠିବ। ଗୋଟେ ପ୍ରମାଣିକ, ପ୍ରମାଣ ନହେଲେ ଇଚ୍ଛା ଶକ୍ତି ଆସିବନି, ଆଉ ଇଚ୍ଛା ନହେଲେ ପ୍ରମାଣ ଆସିବନି। ବୁଝିଲେ? ମୁଁ ଯଦି ଉଦାହରଣ ଦେବି, ମୋ କ୍ଷେତ୍ରରେ ମୁଁ ଜାଣିନଥିଲି କିଛି। ମୁଁ ଯୋଉ ସାଧନ ଆରମ୍ଭ କଲି, ନିରନ୍ତର ସାଧନ ହେଲା ଅବଶ୍ୟ, ଛାଡ଼ିଲା, ଡିସକଣ୍ଟିନ୍ୟୁ ହେଲା। ଯେତେବେଳେ ମୋ ୟୁରିନ୍ ଟ୍ରବୁଲ ଭଲ ହେଇଗଲା, ମୁଁ ଜାଣିଲି, ପ୍ରମାଣ ମିଳିଗଲା। ଇଚ୍ଛା କମ ଥିଲା କିନ୍ତୁ ଇଚ୍ଛା ଦୃଢ ହେଇଗଲା, ଇଚ୍ଛା ବଳଶାଳୀ ହେଇଗଲା। ସେଠି ପ୍ରମାଣ ପରେ ବଳଶାଳୀ ହବ ଇଚ୍ଛା। ତୁମର ଯେମିତି ଆକ୍ସିଡେଣ୍ଟ ହେଲା, ଆକ୍ସିଡେଣ୍ଟରେ କିଛି କ୍ଷତି ହେଲା, ତୁମେ ପ୍ରମାଣ ମିଳିଲା, ଏବେ ଇଚ୍ଛା ଶକ୍ତି ଜୋର ହବ, ଅଧିକ ହବ ସାଧନ କରିବା ପାଇଁ। ହବ କି ନାଇଁ କୁହ? ତୁମେ ପୂର୍ବରୁ ଯାହା ଥିଲ, ବର୍ତ୍ତମାନ ଗୋଟେ ବିରାଟ ଆକ୍ସିଡେଣ୍ଟ ବା ଇନସିଡେଣ୍ଟ ଘଟିଲା, ତୁମେ ସେତେବେଳେ ମୁକ୍ତ ହେଇଗଲ। ପ୍ରାମାଣିକ ତଥ୍ୟ ମିଳିଲା ଯେ ହଁ, ମୁଁ ସାଧନ କରୁଥିବାରୁ ବା ମୋ ଭାବନା ଦୃଢ ଥିବାରୁ ମୁଁ ଆଜି ବଞ୍ଚିଗଲି। ଏଇଠି ଇଚ୍ଛା ଶକ୍ତିଟା ବଳବତ୍ତର ହେଇଯାଏ। କିଏ କାହା ରୋଗଗ୍ରସ୍ତ ଅଛ, ରୋଗରୁ ମୁକ୍ତ ହେଇଗଲ, ମୁକ୍ତ ହେଲା ପରେ ଇଚ୍ଛା ଶକ୍ତି ଆହୁରି ବଢିବ। ତେଣୁ ଇଚ୍ଛା ଶକ୍ତିଟା ପ୍ରାମାଣିକ ତଥ୍ୟରୁ ଆସେ। ମୋ ପଏଣ୍ଟ ତା ନୁହେଁ। ମୋ ପଏଣ୍ଟ ହଉଛି ଭାବନାଟା କଣ କରିବ ଯୋଉଟା ନିରନ୍ତର ସାଧନ ହବ। ମୁଁ ଆତ୍ମା ବୋଲି ଭାବିବା କଥା। ଯଦି ନିରନ୍ତର ସାଧନରେ ରହିବ, ମୁଁ ଆତ୍ମା ବୋଲି ସଦାବେଳେ ନିଜକୁ ଭାବୁଥିବ, ତାହେଲେ ସାଧନ ନ କରିକି ସାଧନ ହେଇଗଲା ନା। ଏଇଟା ନିରନ୍ତର ସାଧନ କୁହାଯାଏ। ଯେ ତୁମେ ନିଜ ସ୍ୱରୂପରୁ ବିଚ୍ଛିନ୍ନ ହୁଅ ନା। ବୁଝନ୍ତୁ, ମୁଁ ଆଜି ବହୁତ କୋଲ୍ଡରେ କହୁଛି, ଆସ୍ତେ ଆସ୍ତେ କହୁଛି, ସମସ୍ତଙ୍କୁ ବୁଝିଲା ଭଳିଆ କୁହାଯିବ। ତୁମ ପାଖରୁ କୋଶ୍ଚିନ୍ କରାଯିବ, ଉତ୍ତର ଆସିବ, ତୁମେ ହିଁ ଉତ୍ତର ଦବ। ଆଉ ଯେତେ ଉତ୍ତର ସବୁ ଆସିଲାଣି, ତୁମେ ଦେଇଛ ନା ମୁଁ ଦେଇଛି? ତୁମେ ମାନେ ଦଉଛ, ଯିଏ ହେଲେ ତ ଦଉଛି ନା ନାଇଁ। ଏ ଆସିଲା ଉତ୍ତର, ସଠିକ ଉତ୍ତର। ନିଜ ସ୍ୱରୂପରୁ ବିଚ୍ୟୁତ ହୁଅ ନା, ବା ନିଜକୁ ଆତ୍ମା ବୋଲି କେବେ ସେଥିରୁ ବିଚ୍ୟୁତ ହୁଅ ନା। ସଦାବେଳେ ଶରୀର ଭାବନା ନ କରି ଆତ୍ମାର ଭାବନା କର ଯେ ମୁଁ ସେଇ ସତ୍ତା, ମୁଁ ସେଇ ସତ୍ତା ମୁଁ କହୁଛି। ତାହେଲେ ନିରନ୍ତର ସାଧନ ହବନି କି? ସାଧନର ଅର୍ଥ କଣ? ଆତ୍ମା ପାଖରେ ପହଞ୍ଚିବା। ତୁମେ ସକାଳୁ ସନ୍ଧ୍ୟା ଯାକେ ବିଚ୍ୟୁତ ହୁଅ ନା। ମୁଁ କେବେ ବିଚ୍ୟୁତ ନଥିଲି, ମୁଁ ସେଥିପାଇଁ ଅନୁଭବ କରୁଛି। ମାନେ ତୁମେ ଭାବନା କରିବାକୁ ପଡିବନି, ତୁମେ କରିବାକୁ ପଡିବନି, ଅଟୋମେଟିକ ତମେ ସେ ସ୍ଥିତିରେ ରହିଯିବ ପୁରା। ସିଏ ତମକୁ ସଚେତନ କରିବ, ଆରେ ତୁ ଆତ୍ମା, ଓଲଟା ହେଇଯିବ। ଦେଖ 5 କିଲୋସ୍କର ମେସିନ ପାଣି ଉଠଉ ଯୋଉଟା, ତୁମେ କଣ କରିବ? ପ୍ରଥମ ହ୍ୟାଣ୍ଡେଲଟା ମୋଡ଼ିବ ନା ନାଇଁ? ମୋଡ଼ିଲେ ପାଣି ଉଠିବ, ତାପରେ ସେ ଡବ 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 ହେଇକି ପୁରା ଟାଣି ନେଇଯିବ। ତମେ ହ୍ୟାଣ୍ଡେଲଟାକୁ ଫୋପାଡ଼ି ଦବ, ଅଟୋମେଟିକ ସେ ଟାଣି ନେଇଯିବ, ପାଣି ଉଠେଇବ।
ତୁମେ ସେମିତି ଆଗେ ନିଜେ ଆତ୍ମା ବୋଲି ଅଭିହିତ ହବ, ସାଧନରେ ନିମଜ୍ଜିତ ରୁହ। ଆଟ୍ ଏନି ମୋମେଣ୍ଟ ତୁମେ ସେ ଅର୍ଡରକୁ ଆଣିବାକୁ ଚେଷ୍ଟା କର ଯେ ମୁଁ ଆତ୍ମା। ଯେତେବେଳେ ଭୁଲି ଯାଉଛ ଅନ୍ୟ କିଏ ତମକୁ ଟାଣି ନେଇଯାଉଛି, ତୁମେ ନିଜକୁ ଭାବୁଛ ମୁଁ ଜଣେ ଅଫିସର, ତୁମେ ନିଜକୁ ଭାବୁଛ ମୁଁ ଜଣେ ପୋଲିସ, ତୁମେ ନିଜକୁ ଭାବୁଛ ଜଣେ ମାନେ ଡେଲି ଲେବର ମଜୁରିଆ, ତୁମେ ନିଜକୁ ମେସୁଜ ବେଳେବେଳେ ଭାବୁଥିବ ମୁଁ ଗରିବ। ଯିଏ ମାଳି ଫୁଲ ଗଛ ଲଗାଉଛି ସେ ଭାବୁଥିବ ମୁଁ ମାଳି ଫୁଲ ଗଛ ଲଗାଏ। ମାଲିକ ଧର ଆସିଲା, ତୁମେ ମାଳି କାମ କରୁଛ, ମାଲିକ ଆସିଲା, ତୁମେ ଏଠି ଭାବନା କଣ କରୁଛ? ମାଲିକ ଆସିଲା, ମୋ ମାଲିକ ଆସିଲା। କିନ୍ତୁ ସେଇଠି ତୁମେ ପରିବର୍ତ୍ତନ କର ମୋଟିଭ। ତୁମେ ମାଲିକ ସେ ଛାଡ଼, ସେଇଟା ନୋମିନାଲ ଭାବ, ଏଇଟା ଗୋଟେ ନୋମିନାଲ ଷ୍ଟେଜ। କିନ୍ତୁ ମୁଁ ବାସ୍ତବରେ ଆତ୍ମା। ବସରେ ବସିଗଲ, କିଏ ବସିଲା? ଯେ ଆତ୍ମା ବସିକି ଯାଉଛି। ଟ୍ରେନ ଚଢିଗଲ, ଯେ ଆତ୍ମା ଟ୍ରେନରେ ବସିଲା। ତୁମ ଶରୀରଟା ଏଣ୍ଟାୟାର ହଉଛି ଆତ୍ମା। ଶରୀରକୁ କନଭର୍ଟ କର, ଶରୀରକୁ ମାଇନସ କର ନା, ଶରୀରଟାକୁ ବି କନଭର୍ଟ କର। ଆତ୍ମାକୁ ବ୍ୟାପକ କର ଶରୀର ଉପରେ, ମାନେ ଶରୀରଟା ଆତ୍ମାମୟ ହେଇଯିବ। ବୁଝନ୍ତୁ କେତେ ବଡ ରହସ୍ୟ, କେତେ ସୁନ୍ଦର ଜିନିଷ। ପ୍ଲେନରେ ଉଡ଼ିଗଲ, ସିଟରେ ବସିଗଲ, ବାସ୍ ଠିକ ଆରମ୍ଭ ହେଇଗଲା ତମ ସାଧନା, ନିରନ୍ତର ସାଧନା ଯେ ମୁଁ ଆତ୍ମା ଯାଉଛି। କନଭର୍ଟ ଶରୀରଟା ଏଣ୍ଟାୟାର ଶରୀରଟା କନଭର୍ଟ କରିଦବ, ମିଶେଇ ଦବ। କେଡ଼େ ସୁନ୍ଦର ସାଧନ ହବ। ବାଇଗଣ କାଟୁଛ, କଖାରୁ କାଟୁଛ, ପନିକିରେ ଲଗେଇକି ଏମିତି ପେଲୁଛ କଖାରୁଟାକୁ। ପରିବା କାଟିବାରେ, ଶାଗ ଖଡ଼ିବାରେ, ଆଉ ଛୁଙ୍କ କରିବାରେ, ରାନ୍ଧିବାରେ, ଭାତ ଗାଳିବାରେ ବି ନିଜକୁ ଆତ୍ମା ବୋଲି ସମ୍ବୋଧିତ କର। ଶୋଇଲା ପୂର୍ବରୁ ଯେ ଆତ୍ମା ଶୋଇଲା, ନିଶ୍ୱାସ ଉପରେ ଟିକେ ମନ ଦେବ ଆଉ ନିଜକୁ ମେହସୁସ କରିବ ମୁଁ ଆତ୍ମା, ମୁଁ ଶୋଇଲି। ଲାଷ୍ଟ ପର୍ଯ୍ୟନ୍ତ ଯେତେବେଳେ ଉଠିବ, ନିଦ ଭାଙ୍ଗିବ ତୁମର, ନିଦ ଯେତେବେଳେ ଭାଙ୍ଗିବ ସେତେବେଳେ ବି ଆଣ ସେ ମୁଁ ଆତ୍ମା, ହଠାତ୍ କହିବ ମୁଁ ଆତ୍ମା। ତାହେଲେ କଣ ହବ ନା, ଯୋଉ ଜପ କରି ଶୋଇଥିଲ ଯେ ମୁଁ ଆତ୍ମା, ପୁଣି ଉଠିଗଲା ପରେ ମୁଁ ଆତ୍ମା କହୁଛ, ମାନେ ଯେତେ ସମୟ ଶୋଇଲ, ଧର 6 ଘଣ୍ଟା ଶୋଇଲ, 3 ଘଣ୍ଟା ଶୋଇଲ, 8 ଘଣ୍ଟା ଶୋଇଲ, 7 ଘଣ୍ଟା ଶୋଇଲ, ନିରନ୍ତର ସାଧନ ହେଇଗଲା ଜଣେ 8 ଘଣ୍ଟା ପର୍ଯ୍ୟନ୍ତ ବା 6 ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର ସାଧନ ହେଇଗଲା, କଣ୍ଟିନ୍ୟୁ କର। କାରଣ ତୁମେ ଆତ୍ମା ବୋଲି ସମ୍ବୋଧିତ କରି ଶୋଇଛ, ଉଠିଲା ପରେ ନିଜକୁ ଆତ୍ମା କହୁଛ। ଯଦି ଉଠିଲା ପରେ ନିଜକୁ ଆତ୍ମା ନ କହି ଆଉ କଣ କହିବ, ହେ ମୋ କାମ ଅଛି, ମୋ ନିଦ ଭାଙ୍ଗିଲାନି, ମୁଁ ଶୋଇଗଲି କିଛି ସମୟ, ନୋ, ନେଭର। କେବେ ଆଣିବନି ମନ ଭିତରେ। ଦେଖନ୍ତୁ ପ୍ରତ୍ୟେକ ଦିନ ଏଇ ତ ସରଳ ସାଧନଟା, ଏଇଟା ଏକଦମ ସରଳ ସାଧନ। ତୁମେ କିଛି ମେସେଜ ନ କରିକିରି ନିଜକୁ ଆତ୍ମା ଭାବିକିରି ଖଟ ଉପରେ ଗଡ଼ିଯାଅ। ଖଟ ଉପରେ ଗଡ଼ି ପଡ଼ିବ, ଶୋଇ ପଡ଼ିବ, ନିଦ ହେଲା ପର୍ଯ୍ୟନ୍ତ ଭାବୁଥିବ ମୁଁ ଆତ୍ମା। ବାସ୍ ନିଦ କେତେବେଳେ ହେଇଯିବ, ସେ ଟାଣି ନେଇଯିବ, ଝୁଙ୍କ ଦେଇକି ତମକୁ ନିଦ କରେଇ ନେଇଯିବ, ତୁମେ ଜାଣିପାରିବନି। ବାସ୍ ଜପ ଚାଲିଲା, ନିରନ୍ତର ଜପ ଚାଲିଲା, ଶୋଇଲା ଭିତରେ ରାତିରେ ବ୍ରହ୍ମ ମୁହୂର୍ତ୍ତ ହେଇଯାଇଥିବ। ବ୍ରହ୍ମ ମୁହୂର୍ତ୍ତରେ ସହଜରେ ହବ ତୁମେ କହିବା ପାଇଁ ଯେ ମୁଁ ଆତ୍ମା। ଯଦି ଏଇଟା ପ୍ରତ୍ୟେକ ଦିନ କରିବ, ଡମକଳ ଚାଲିଲା, ତୁମକୁ ଆଉ କରିବାକୁ ପଡିବନି। କିଛି ଦିନ ପରେ ଏଗୁଡ଼ା କରିବନି, ଅଟୋମେଟିକ ତମେ ସେ ହେଇଯାଇଥିବ। ମୁଁ ଅନୁଭବ କରିଛି। ସାଇକେଲରେ ହ୍ୟାଣ୍ଡଲ ଧରିକିରି ଚାଲିଲା ବେଳେ ଅନୁଭବ ହେଇଛି ମୁଁ ଆତ୍ମା ବୋଲି। ପ୍ୟାଡେଲରେ ଗୋଡ଼ ଦେଇକି ଉଠିଲା ବେଳେ, ସିଟ୍ ବସିଲା ବେଳେ ମୁଁ ଅନୁଭବ କରୁଛି ମୁଁ ଆତ୍ମା। ମୁଁ ପାହାଡ଼ ଆଡ଼କୁ ଯାଉଛି, ରାସ୍ତାରେ ଯିଏ ଦେଖିଲା ମୁଁ ହସେ, ମନେ ମନେ ହସେ। ତା ମାନେ ନୁହେଁ ଯେ ତାଙ୍କ ଆଗରେ ଶୋ କରି ହସିବା,
ଯେ ମୁଁ ଏଇଟା ଭାବେ ମୁଁ ବି ମଣିଷ ସେ ବି ମଣିଷ ତା ଭିତରେ ବି ଆତ୍ମା ଅଛି କିନ୍ତୁ ଡିଫରେନ୍ସ କ'ଣ ସେ ଜାଣିପାରୁନି ସେ ଜାଣିପାରୁନି ଏଇ ଭାବନା ଆସିକିରି ମୁଁ ଆଗକୁ ଚାଲେ କିଏ ଘାସ ନଦୀକିରି ସାଇକେଲରେ ଯାଉଥାଏ କିଏ ମୁଣ୍ଡରେ ଘାସ ନଈ ନେଇକି ଯାଏ ଗୋରୁ ପାଇଁ ଗାଈ ପାଇଁ ଦେବା ପାଇଁ କିଏ ମାନେ ଲଙ୍ଗଳ ନେଇକି ଯାଏ ରାସ୍ତାରେ ସବୁ କ୍ରସ୍ କରନ୍ତି ଏମିତି ଥରେ ହେଇଥିଲା ମୋ ପାହାଡ଼ ଉପରେ ଆସୁଛି ପ୍ରାୟ 100 ଲୋକ 100ରୁ ଉର୍ଦ୍ଧ୍ୱ 100 କି କେତେ ହବ ମାନେ ଗୋଟେ ବର୍ଗ ଫୁଟରେ ଗୋଟେ ଲୋକ ଗୋଟେ ବର୍ଗ ଫୁଟ ଛାଡ଼ିକିରି ଆଉ ଗୋଟେ ପଛରୁ ଗୋଟେ ଗୋଟେ ଲୋକ ସ୍ତ୍ରୀ ପୁରୁଷ ପିଲା କିଏ ହାତ ଧରି ନେଇଯାଉଛି କିଏ କାନ୍ଧରେ ବସେଇଛି କିଏ ଶାଢ଼ୀ ପିନ୍ଧିଛି ବେରଙ୍ଗୀ ରଙ୍ଗ ଶାଢ଼ୀ କିଏ ମାନେ ଭଲ ଭାବରେ ପେଣ୍ଟିଂ ହେଇକି ଯାଉଛନ୍ତି ରଥ ଦେଖିବା ପାଇଁ କୁଆଡ଼ୁ ପଶ୍ଚିମ ପଟକୁ ମୁଁ ପଶ୍ଚିମରୁ ଆସୁଛି ପୂର୍ବକୁ ଆମ ଗାଁ କେବଳ ମୁଁ ଆସିଛି ମୋ ପଛକୁ ଅନେଇଲି 1/2 କିଲୋମିଟର ପର୍ଯ୍ୟନ୍ତ କେହି ଦେଖାଗଲେନି ମୁଁ ଆଗକୁ ଅନେଇଲି ମଧ୍ୟ 1/2 କିଲୋମିଟର ପର୍ଯ୍ୟନ୍ତ କେହି ମୋ ଆଗରେ ଯାଉନି ନା ପଛରୁ କିଏ ଆସୁଛି ନା ଆଗକୁ କିଏ ଯାଉଛି ସବୁ ମୋର ରାଇଟରେ ଆସୁଛନ୍ତି ସମସ୍ତଙ୍କ ରାଇଟରେ ଆସୁଛନ୍ତି ରଥ ଆଡ଼କୁ ମୋ ଭାବନା କ'ଣ ହେଇଥିବ ଅନୁଭବ କରନ୍ତୁ କେବଳ ମୁଁ ଅଛି ଗୋଟେ ଲାଇନରେ ବାଁ ପଟେ ଡାହାଣ ପଟେ 100 ଲୋକ ଯାଉଛନ୍ତି ମତେ ତ ଚିହ୍ନିଛନ୍ତି ଜାଣିଛନ୍ତି ସେ ଏରିଆ ଲୋକ ଡାଏରୀ ଖଣ୍ଡେ ହାତରେ ଧରିଛି ଖାତା ଧରିଛି କଲମଟେ ଅଛି ବାସ୍ ସେତିକି ମୁଁ ତ ସେଇଠି ଏତେ ମେହସୁସ ହେଇଥିଲା ଯେ ପ୍ରକୃତରେ ମୁଁ ଆତ୍ମା ବାସ୍ତବରେ ମୁଁ ଆତ୍ମା କାରଣ ମୁଁ ଗୋଟେ ରେସ୍ରେ ଯାଉଛି ସେମାନେ ସମସ୍ତେ ଗୋଟେ ରେସ୍ରେ ଯାଉଛନ୍ତି ମୁଁ ଅପୋଜିଟ୍ ରେସ୍ରେ ଯାଉଛନ୍ତି ଜଗନ୍ନାଥ ଏଭଳି ଭାବନା କେବେ ଆଣିଲଣି କି ମନ ଭିତରେ କେବେ ମେସେଜ ହେଲାଣି କି ତୁମ ମନ ଭିତରେ ଯେ ମୁଁ ଆତ୍ମା ଏକାନ୍ତରେ ରାସ୍ତାରେ ଚାଲୁ ଚାଲୁ ସୂର୍ଯ୍ୟଙ୍କୁ ନମସ୍କାର କରୁ କରୁ କାହା ସହିତ ଗପୁ ଗପୁ ମୁଁ ତ କାହା ସହିତ ଗପିଲେ ଆରମ୍ଭ ହୁଏ ଆତ୍ମା କଥା ସବୁ ମୁନି ସମାଜ ମୁନିମାନେ ଆସନ୍ତି ମୋ ପାଖକୁ ଆସନ୍ତି ଆମ ଲୋକାଲରେ ଏଇ ଆତ୍ମଜ୍ଞାନ ଆଲୋଚନା କରିବା ପାଇଁ ମୁଁ ଘରେ ଆଲୋଚନା କରେ ପୁଣି ବାହାରକୁ ପଳେଇ ଆସେ ଦୁଆର ମୁହଁରେ ଆଲୋଚନା କରେ ପୁଣି ରାସ୍ତା ଉପରକୁ ଆସେ ଗପ ସରେ କେତେବେଳେ ମୁନି ଆସନ୍ତି ଆମ ଘରେ ବସନ୍ତି ମୁଁ ଯେତେବେଳେ ଆଶ୍ରମ କରିନଥିଲି ମୁଁ ଖଟ ଉପରେ ବସିଥାଏ ସେମାନଙ୍କ ଚାରିପଟରେ ବସିଥାଏ ଆତ୍ମଜ୍ଞାନ କଥା କେବଳ ଚାଲିଥାଏ ମୁନି ସମାଜ କଥା ହଉ ବା ଆତ୍ମଜ୍ଞାନ କଥା ହଉ କୋଶ୍ଚିନ୍ ଉପରେ କୋଶ୍ଚିନ୍ ଥାଏ ଉତ୍ତର ମଧ୍ୟ ଥାଏ ମୋର ସେତେବେଳେ ମୁଁ କ'ଣ ଅନୁଭବ କରୁଥିବି ଏଇଟା ନିରନ୍ତର ସାଧନା ତୁମେ କାହା ସହିତ ଗପିଲେ ବି ଯଦି ଆତ୍ମଜ୍ଞାନ କଥା ଗପୁଥିବ ସେ ବି ନିରନ୍ତର ସାଧନା ହେଇଗଲା ରାତିରେ ଶୋଇଲା ବେଳେ ଯଦି ଶୋଇପଡ଼ିଲ ଏ ଭାବନା କରିକି ଜାଣ 6 ଘଣ୍ଟା ସାଧନା ହେଇଗଲା ଆଉ ଯାହା ସହିତ ତୁମେ ଗପୁଛ ତାର ମୂଳ ଜିଷ୍ଟ ଥିବା ଦରକାର ଯେ ମୁଁ ଆତ୍ମଜ୍ଞାନର କଥା କହୁଛି ବୁଲେଇ ହଉ ବଙ୍କେଇ ହଉ ସିଧା ହଉ ଯେମିତି ହେଲେ ମୋର ଉଦ୍ଦେଶ୍ୟ ଥିବ ଯେ ମୁଁ ଆତ୍ମଜ୍ଞାନ କଥା ଆଣି ଥୋଇବି ତା ପାଖରେ ଗୋଟେ ଉଦାହରଣ ଦଉଛି ମନେକର ତୁମେ କେଉଁ ବନ୍ଧୁ ଘରକୁ ଯାଇଛ ବନ୍ଧୁ ଘରେ ତ ଦବା ନବାର ସମ୍ପର୍କ ଖାଇବା ପିଇବାର ସମ୍ପର୍କ କିଏ ବେଶୀ ଦେଲା କିଏ କମ୍ ଦେଲା କିଏ କ'ଣ କଲା ଏସବୁ ହିସାବ ନିକାଶ ହୁଏ କିନ୍ତୁ ତୁମେ ସେ ହିସାବ ନିକାଶ ଭିତରେ ଆତ୍ମଜ୍ଞାନର ନିଶାଟା ତାଙ୍କ ଭିତରେ ରଖିବା ଉଚିତ କେମିତି ରଖିବ ପଚାରିବ କେମିତି ଭଲ ଅଛ କି ନାହିଁ ଯେମିତି ବନ୍ଧୁବାନ୍ଧବ ପଚାରନ୍ତି ହଁ ପଚାରିବ ସମୁଦି ଭଲ ଅଛନ୍ତି କି ନାହିଁ ଯଦି ସମୁଦି ରେସ୍ରେ ଥିବେ ତୁମେ କି ବୋହୂ କି କ'ଣ କ'ଣ ତମର ସମ୍ପର୍କ ଥିବେ ଯାଇ
ପହଞ୍ଚିବି କହିବି ଭଲ ଅଛନ୍ତି କି ନାହିଁ। ହଁ ସେଠୁ ନହେଲେ ସେ ତ କହିବ ମୋ ଅଣ୍ଟା ବିନ୍ଧୁଛି ମୁଁ କୁଆଡ଼େ ଯାଇପାରୁନି, ମୋ ଆଣ୍ଠୁ ଦରଜ ହେଲାଣି ମୁଁ ଉଠେଇ ପାରୁନି, ମୁଁ ସକାଳେ ଉଠିଲା ବେଳକୁ ପାଦ ଫୁଲି ଯାଉଛି, କିଏ କହିବ ମୋ ହାର୍ଟ ଆଟାକ୍ ଅମୁକ ଭାଇର ହେଇଗଲା ମୋର କାଳେ କେତେବେଳେ ହେଇଯିବ କି, କିଏ କହିବ ବ୍ରେନ୍ ଷ୍ଟ୍ରୋକ୍ ହେଇ ପାରାଲିସିସ୍ ପଡ଼ିଛି ଅମୁକ ଘର ସାହୁ ଘର ବୋହୁଟା, କିଏ କହିବ ମୁଁ ଡାଏଟ୍ କରୁଛି, କିଏ କହିବ ସକାଳୁ ଚାଲୁଛି, କିଏ କହିବ ଡାଇବେଟିସ୍ ହେଇଗଲାଣି, କିଏ କହିବ ମୁଁ ପାରାଲିସିସ୍, କିଏ କହିବ ଜଣ୍ଡିସ୍, କିଏ କହିବ କି ହାର୍ଟ ଆଟାକ୍ ବା କିଏ କହିବ ବ୍ଲଡ୍ ପ୍ରେସର ଇତ୍ୟାଦି କଥା କହିବେ ନା। ଖାଲି ତୁମେ ପଚାରି ଦିଅ କେମିତି ଅଛ, ଉତ୍ତର ଆସିବେ ଏଗୁଡ଼େ ସବୁ, ଆଉ କିଛି ଆସିବ। ହୁଏତ ଆସିପାରେ ତା ସହିତ ନେଣ ଦେଣା କରିଛି, ଝିଅଟି ବାହାଘର କଲି, ଅମୁକ ଲୋନ୍ ହେଇଯାଇଥିଲା, କିଏ କ'ଣ କହିବ ଦେଣ ନେଣା ଭିତରେ ମୁଁ ଅଛି, ବାସ୍। ତୁମେ ଉପସ୍ଥାପନ କରିବାରେ ଧୃତ ଥିବା ଦରକାର ଯେ ମୁଁ ସବୁ ଶୁଣିକିରି ମୁଁ କେମିତି ମୋଟିଭେଟ୍ କରିବି ତାଙ୍କ ଆତ୍ମଜ୍ଞାନ, ଏଇଟା ଲକ୍ଷ୍ୟ ରହିଥିବା ଦରକାର। ତାହେଲେ ନିରନ୍ତର ସାଧନ ହେଇଗଲେ ନା, ବୁଝନ୍ତୁ ମୋ କଥାକୁ। ତୁମେ ସମସ୍ତଙ୍କ କଥା ଶୁଣିବ ନିରବଚ୍ଛିନ୍ନ ଭାବରେ, ନିରବଦ୍ରଷ୍ଟା ଭାବରେ ଶୁଣୁଥିବ, ତା ଭିତରେ ବି ଆତ୍ମଜ୍ଞାନର ଆନ୍ସର ଅଛି, ତୁମେ କହିପାରିବ, ଭାବନା କରିବ। ଯଦି ଲକ୍ଷ୍ୟ ନଥିବ, ଯାଉଛି ମୁଁ ବନ୍ଧୁ ଘରେ ଭଲ ଖାଇବି ଚିକେନ ବିରିୟାନୀ କି ଖାସି ମାଂସ, ଏ ଲକ୍ଷ୍ୟରେ ଯାଇଥିବ, ତାହେଲେ ଆତ୍ମଜ୍ଞାନ କେବେ ତୁମ ମନ ଭିତରୁ ସୃଷ୍ଟି ହେବ। ତୁମେ ଯଦି ଲକ୍ଷ୍ୟ ରଖି ଯାଇଥିବ ମୁଁ ଯାହାକୁ ହେଲେ ଏ କଥା କହିବି, ଏଇଟା ମୋ ଭିତରେ ପୁରା ପ୍ରମାଣିତ ହେଇକି ଚାଲିଥିଲା ଦୀର୍ଘ 10 ବର୍ଷ। 1 ବର୍ଷ ନୁହେଁ, 2 ଦିନ ନୁହେଁ, 5 ଦିନ ନୁହେଁ, ଦୀର୍ଘ 10 ବର୍ଷ ପର୍ଯ୍ୟନ୍ତ। ତାପରେ ମୁଁ ବ୍ରାଞ୍ଚ କଲି, ତାପରେ ମୁଁ ଖୋଲିଲି ଯୋଗ କେନ୍ଦ୍ର। ଯୁଆଡ଼େ ଯାଇଛି ଏଇ କଥା କହିଛି, ଠିକ୍ ଅଛି ତୁମେ ଆନ୍ସର ଦେବ, ଠିକ୍ ଅଛି ଏଗୁଡ଼ା ସବୁ ଭଲ ହେଇଯିବ, ତୁମେ ସାଧନ କର, ତୁମେ ସାଧନ କର। କାରଣ କହୁଥିବା ବ୍ୟକ୍ତି ରେ ପ୍ରତିଫଳନ ହବ ତାର ଅନ୍ତରାତ୍ମାର ଦୃଶ୍ୟ। ମାନେ ମନ ଗୋଟେ ଏମିତି, ମାନେ କହିଲେନି ଯେମିତି ଲେଖିବ ସେ ଲେଖିଦବ, ମନ କାଳି କଲମ, ତୁମେ ଯେମିତି ତାକୁ ଲେଖିବ ସେ ଲେଖିଦବ। ତେଣୁ ତୁମେ ଯଦି ତୁମେ କ'ଣ କି, ତୁମର ଶରୀରଟା କ'ଣ କି, ବା ତୁମେ ନିଜେ କ'ଣ କି, ତୁମେ ନିଜେ ହଉଛି ନିଜର ଭାବନାର ଗୋଟେ ଗଣ୍ଠି। ଏଇଟା ଭଲ ଭାବରେ ବୁଝନ୍ତୁ, ତୁମେ ନିଜେ ହଉଛ ଗୋଟେ ଭାବନାର ବଡ଼ ଗଣ୍ଠି। ଯେତେ ପ୍ରକାର ଭାବନା ଅଛି ସେଇଟା ତୁମେ, ଏ ବୁଝିଲ ତୁମ ସ୍ୱରୂପ। ତୁମେ ସ୍ୱରୂପଟା ଯଦି କ'ଣ କହିବ, ତୁମ ସ୍ୱରୂପ ହଉଛି ନିଜ ଭାବନା, ଯାହା ଯାହା ତୁମ ଭିତରେ ଅଛି, ଆଉ ତୁମେ ଜାଣିଛ, ତୁମେ ବି ତାକୁ ପ୍ରକାଶ କରିପାରିବ, କହିପାରିବ, ଶୁଣିପାରିବ। ଶୁଣିବା କହିବା ବି ତୁମ ଶରୀର, ବୁଝିଲେ। ତେଣୁ ତୁମର ଭାବନାର ଯେତେକ ଉତ୍ସ ଅଛି, ମନ ସାଇତି ରଖିଛି, ମନରେ ଜାଣିଛ, ଏବେ ନିଶ୍ଚିନ୍ତ ଭାବରେ ଏକ୍ସପ୍ରେସ କରିପାରିବ କେତେ ଆତ୍ମଜ୍ଞାନ ତୁମ ଭିତରେ ଅଛି, କେତେ କୌଶଳ ଅଛି ଆତ୍ମଜ୍ଞାନ ପ୍ରଚାର କରିବା ପାଇଁ, ତୁମ କେତେ କୌଶଳ ଅଛି। ଆଉ ଯଦି ଏଇ ପରିମାଣରେ ତୁମେ ଚାଲୁଥିବ, ବନ୍ଧୁ ଘରକୁ ଗଲ, ମାର୍କେଟ ଗଲ, ପରିବା କିଣିଲ, କାହା ସହିତ ଗାଡ଼ିରେ ବସିକି ଗଲ, ସୋରୁମ ଗାଡ଼ି ଗଲ, ନିଜ ଗାଡ଼ି ନେଇ ସୋରୁମରେ ସଜାଡ଼ିଲ, ଏ ନିରନ୍ତର ସାଧନ ଚାଲୁଥିବ, ଏ ପୃଥିବୀଟାକୁ ଦେଖୁଛି, ଏଇ ହଉଛି ମାୟା, ଆଉ ମୁଁ ହଉଛି ସତ୍ୟ, ବା ମୁଁ ନିଜେ ମୋ ଭିତରେ ସତ୍ୟ ଅଛି। ତାହେଲେ ନିରନ୍ତର ସାଧନ ହେଲା କି ନାହିଁ? ମୁଁ ଭଲି ଖେଳୁଥିବି, ମୁଁ ଟେନିସ୍ ସର୍ଭିସ କରେ, ବହୁତ ଦୂରରୁ ଆସିକି ଡେଇଁକିରି ବାଡ଼େଇ ଦିଏ ପଛରୁ, ବହୁତ ସ୍ପିଡ୍ ଥାଏ, ସେ ସର୍ଭିସ ଉଠିବା ବହୁତ କଷ୍ଟ, ଅନ୍ୟମାନେ ସେପଟେ
ଯେତେବେଳେ ମାରୁଥିବି ସର୍ଭିସ ସେତେବେଳେ ମୁଁ ଭାବୁନଥିଲି ମୁଁ ଜଣେ ଖେଳାଳି। ପାର୍ଥକ୍ୟ ସେଇଠି ଥିଲା। ମୁଁ ଖୁବ୍ ଜୋର ମାଡ଼ ଦିଏ, ସେପଟରେ ପଡ଼ିଯାଏ, ଉଠିବା ବହୁତ କଷ୍ଟ। କିଏ ଜଣଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବ, ଦରଜ ହେଇଯାଇଥିବ, ଯୋଉମାନେ ଟ୍ୟାପ୍ ମାରୁଥିବେ। ମୁଁ ସେଇଠି ଭାବୁଥିଲି ମୁଁ ଜଣେ ଆତ୍ମା, ମୁଁ ଏତେ ବିରାଟ ଆତ୍ମା ଗୋଟେ, ମୁଁ ଭଲି ଖେଳୁଛି। ମାନେ ଏଠି କଣ ତୁମେ ଭଲି ଖେଳରୁ ଓହରି ଆସିଲ। ଯଦି ଏ ଭାବନା ଆସିଲା ତୁମେ ଭଲି ଖେଳରୁ ଓହରି ଆସିଲ, କାରଣ ଭଲି ଖେଳ ସମାପ୍ତ ପରେ ଯିବି ମୁଁ ସାଧନ କରିବା ପାଇଁ। ଭଲି ଖେଳ ପୂର୍ବରୁ ମୁଁ ଆସେ ଲାଟ୍ରିନ୍, ପଡ଼ିଆକୁ ଯାଏ, କିଛି ଦୂର ବାଟ ପଡ଼ିଆରୁ ଲାଟ୍ରିନ୍ ବସିକି ସେଠୁ ଆସେ ଖେଳିବା ପାଇଁ, ଖେଳିକିରି ଘରକୁ ଆସେ। 1.5 ଘଣ୍ଟା ଖୁବ୍ ପରିଶ୍ରମ ହେଇଯାଇଥାଏ, ବହୁତ ଆରାମ, ବଡିଟା ପୁରା ହାଲକା ହେଇଯାଇଥାଏ। ଲକ୍ଷ୍ୟ ଥାଏ କେମିତି ଏ ଖେଳ ସରିବ, ମୁଁ ଯିବି ଘରକୁ, ଯିବି ଗୋଡ଼ ହାତ ଧୋଇବି, ପରିଷ୍କାର ପରିଚ୍ଛନ୍ନ ହେଇ ଝାଳ ଫଳ ପୋଛାପୋଛି କରିକି ମୁଁ ସାଧନ ବସିବି, ସନ୍ଧ୍ୟା ସାଧନ। ଏଠି ନିରବଚ୍ଛିନ୍ନ ସାଧନ ହେଲାନି କି? ତାମାନେ ଭଲି ଖେଳ ପରେ ତୁମେ କଣ କରିବ ନୋଟେଡ, ମନ ଭିତରେ ନୋଟ ହେଇକିରି ଅଛି, ମନ ଭିତରେ ନୋଟ ହେଇକିରି ଅଛି। ମୁଁ କହିଲି ନା ତୁମର ଏଣ୍ଟାର ଭାବନା ହିଁ ତୁମ ଶରୀର, ସବୁ ମହଜୁଦ ହେଇକିରି ଅଛି। ଜଣେ ଯଦି ଚେନ୍ ସିଷ୍ଟମ ମର୍ଡର କରୁଛି, ଚେନ୍ ଗୋଟେ ପରେ ଗୋଟେ, ଆଜି ଗୋଟେ କାହାକୁ ମାରିବି, କାଲି ଗୋଟେ କାହାକୁ ମାରିବି, ପରଦିନ ଗୋଟେ କାହାକୁ ମାରିବି, ଯେମିତି ନାଦିର ଶାହ। ସେ ଶୋଇଥିବ କିଛି ନାହିଁ, ଉଠିଲା ପରେ କାହାକୁ ଯାଇ ମାରିବ। ଅତଏବ ତା ଶରୀରଟା କଣ, ତାର ଭାବନାଟା କଣ? ଏଣ୍ଟାର ଭାବନା ହିଁ ମର୍ଡର ଭିତରେ ନିମଜ୍ଜିତ ହେଇକି ରହିଗଲା। ତାର ଭାବନା, କଳ୍ପନା, ତାର ବୁଦ୍ଧି, ତାର ବିବେକ, ତାର ଲୋଭ ରହିଲେ କି ନହେଲେ କାହାକୁ ମର୍ଡର କରିପାରିବନି, ମାରିପାରିବନି, ଆଣିପାରିବନି। ନାଦିର ଶାହ ହୁଅନ୍ତୁ, ଚେଙ୍ଗିଜ ଖାଁ ହୁଅନ୍ତୁ, ବା ତୁମର ଯୋଉ ଔରଙ୍ଗଜେବ ହୁଅନ୍ତୁ, ହେଲା, ମୋହମ୍ମଦ ଘୋରୀ ହୁଅନ୍ତୁ, ତେବେ ତୁମେ ଯଦି ସେ ପ୍ରକାର ଭାବନା ନ କରିକିରି ଏ ପ୍ରକାର ଭାବନା କରୁଥିବ, ତୁମେ ଆତ୍ମସ୍ଥ ହେଇଗଲ। ଜାଣ, ଆତ୍ମା ବିରାଜମାନ ତୁମ ଭିତରେ ଏଣ୍ଟାର ଅଣୁ କୋଣରେ ନିମଜ୍ଜିତ ହେଇଗଲା। ଜାଣ, ଅଛି ବୋଲି ପ୍ରମାଣ କରୁଛ ତୁମେ। ଏଇଟାକୁ ତୁମେ କନଭର୍ଟ କରିବା ଆସ୍ତେ ଆସ୍ତେ। ମୁଁ ଆଶା କରେ ବହୁତ କନଭର୍ଟ ହେବେଣି ଏ ପ୍ରବଚନ ଶୁଣିକିରି। ମୁଁ ଯୋଉ ନିରନ୍ତର ସେଇ କଥା କହୁଛି, ନିରନ୍ତର ଭାବରେ ସେ ଗୋଟିଏ କଥା କହୁଛି, ଶୋଇଲେ, ବସିଲେ, ଉଠିଲେ, ଖେଳିଲେ ନିଜକୁ ଆତ୍ମା ବୋଲି ଅନୁଭବ କର, ନିଜକୁ ଆତ୍ମା ବୋଲି ଅନୁଭବ କର ପ୍ରତି ମୁହୂର୍ତ୍ତରେ। ଯେତେବେଳେ ଖସି ଯାଉଛ, ଆଉ କଣ ଭାବନା ଆସୁଛି, କେବଳ ଫେରି ଆଣ। ମାନେ ମାଇନସ ଇଣ୍ଟୁ ମାଇନସ ପ୍ଲସ, ଯେତେ ଯେତେ ଆସି ମାଇନସ ଆଡକୁ ଯାଉଛି, ତୁମେ ଫେରି ଆଣିଲେ ପ୍ଲସ ହେଇଯିବ, ଯୋଗ ହେଇଯିବ। ବିୟୋଗଟା ଏଠି ଯୋଗ ହେଇଯିବ। ଦୁଃଖ ସଂଯୋଗ ବିୟୋଗ ଯୋଗ ସଙ୍ଗୀତ। ଦୁଃଖରେ ସଂଯୋଜିତ ହେଇଥିବା ମନ, ଆଉ ଯୁଆଡେ ଅନେକ ତ ଦୁଃଖ ନା। ଏଇ ମୋର ଅମକ ମେଡିକାଲ ପଡିଛି, ମତେ ଦେଖିବାକୁ ଯିବାକୁ ପଡିବ, ସେ ମରିଯିବ, ଦୁଃଖ। ଏଟିଏମ ରୁ ପଇସା କାଢିଲି, କେତେ ଆଶା କରି ଯାଇଥିଲି, ଦେଖିଲି ବାଲାନ୍ସ ନାହିଁ, ଫେରି ଆସିଲ, ଦୁଃଖ। ଆଜି ଅମକ ଖାଇଥାନ୍ତି, ମିଳିଲାନି, ଦୁଃଖ। ଝିଅଟିଏ ହେଇଗଲାଣି, 3-4ଟା ଝିଅ, ପୁଅ ହଉନି, ଦୁଃଖ। ହେଲା, ଚାକିରି ପ୍ରମୋଶନ ହେଲାନି, ଦୁଃଖ। ଚାକିରି ହେଲାନି, ଦୁଃଖ। ଏମିତି ଅନେକ ଦୁଃଖ କଥା ଅଛି, ଯୁଆଡେ ଅନେକ ଦୁଃଖ। ଯେତେବେଳେ ଏଇ ସମସ୍ୟାରୁ ତୁମେ ଫେରେ ଆଣିବ ମନକୁ,
ଦୁଃଖ ସଂଯୋଗ ବିୟୋଗଂ ମାନେ ଦୁଃଖରେ ସଂଯୋଜିତ ହେଇଥିବା ମନ, ଲିପ୍ତ ହେଇଥିବା ମନ ବିୟୋଗ କରି ଆଣିବ, ଫେଡ଼ି ଆଣିବ, ମାନେ ଆଉ ସେଠି ରଖିବନି, ଯା ସେ ଛାଡ଼, ଛାଡ଼ି ଦେ। କୋଉଠି ଫେରି ଆଣିବ? ମନ ଭିତରକୁ ଫେରି ଆଣିବ, ଆତ୍ମା ଆଡୁ। ସକଳ ଘଟେ ନରହରି, ସବୁ ଘଟରେ ନରହରି ଅଛନ୍ତି ଭାବନା କରିବ ଯଦି, ତାହେଲେ ମନ ଫେରି ଆସିଲା। ସେଠି ଦୁଃଖ ଦେଖନ୍ତୁ, ପର୍ଟିକୁଲାର କଥା, ତୁମକୁ ଦେଖାଯାଉନି, ତୁମକୁ ଦେଖାଯାଉନି, କିନ୍ତୁ ବାସ୍ତବରେ ଇଏ ହଉଛି ସୂକ୍ଷ୍ମ ନୁହେଁ, ଏଇଟା ସୂକ୍ଷ୍ମ ନୁହେଁ। ତୁମେ ବ୍ୟାଙ୍କ ଆକାଉଣ୍ଟକୁ ଗଲ, ପଇସା ଉଠିଲାନି କି କୁଆଡେ ଯାଇଥିଲ, କଣ ଦୁଃଖପୂର୍ଣ୍ଣ ଘଟଣା ହେଲା, ଏଇଟା ବାସ୍ତବ ତତ୍ତ୍ୱ। ବାସ୍ତବ ମାନେ ସୂକ୍ଷ୍ମ ନୁହେଁ, ସ୍ଥୂଳ। ମୁଁ ସେଇ ଅର୍ଥରେ କହୁଛି, ଏଇଟା ସୂକ୍ଷ୍ମ ନୁହେଁ, ସ୍ଥୂଳ ରୂପରେ। ତୁମେ ସ୍ଥୂଳ ରୂପରେ ଏଟିଏମ୍ ପାଖକୁ ଗଲନି କି? ତୁମେ ସ୍ଥୂଳ ରୂପରେ ମେଡିକାଲ ଗଲନି କି ରୋଗୀ ଦେଖିବା ପାଇଁ? ଯାଉ ଯାଉ ମରିଗଲ। ଦୁଃଖରେ ତୁମେ ଅଛ, ଦୁଃଖ ଏଇଟା ବାସ୍ତବ, ମାନେ ସୂକ୍ଷ୍ମ ନୁହେଁ, ସ୍ଥୂଳ। ତେଣୁ ସ୍ଥୂଳ ରୂପରେ ଯେତେବେଳେ ଫେରି ଆଣିବ, ମନ ମାଇନସ୍ କରି ଆଣିବ, ଫେଡାଣ କରି ଆଣିବ, ନାଇଁ ସେଠି ରହିଲାନି, ଆଉ ଫେରି ଆସିଲ, ନିଜ ଆତ୍ମାରେ ଲଗେଇଦେବ। ସେଠି କଣ ହବ? ମାନେ ସ୍ଥୂଳ ରୂପରେ ତୁମେ ମିଶିଗଲ ଆତ୍ମା ସହିତ। ଯେମିତି ସ୍ଥୂଳ ରୂପରେ ଏଟିଏମ୍ ପାଖକୁ ଯାଇଥିଲ, ଯେମିତି ସ୍ଥୂଳ ରୂପରେ କୋଉଠି ମେଡିକାଲ ଯାଇଥିଲ, ରୋଗୀ ମରିଗଲା, ସ୍ଥୂଳ ରୂପରେ, ସେମିତି ସେଇ ଯୋଉ ମନଟା ଫେରି ଆସିଲା, ସ୍ଥୂଳ ରୂପରେ ମିଶିଗଲା କୋଉଠି ଆତ୍ମା ସହିତ। ଏଇଟା ବି ଗୋଟେ ନିରବଚ୍ଛିନ୍ନ ସାଧନ। ये गोटे घटना नहीं, एमती अनेक घटना आसो। आज गोटे आसला, काली गोटे आसो, परदिन आसो, दिन राति भितर केते घटना आसो, केते दुखपूर्ण समस्या आसो, फिर आने बसी जीव गोटे जगह। ये जो तथ्य को, मोर भाव को, मोर भावना को जदि तुम्हें डीपली, अति एकाग्रतार सहित शुणुथिब, वर्तमान भी कनेक्शन हो गला, वर्तमान भी कनेक्शन हो जाऊ, शुणिबा सहित भी निरवच्छिन्न साधन सृष्टि हो। कारण सोर्स एठी पाउछ ना। जदि मो कथा भल भाव शुणुथिब, मन दे शुणुथिब, एवं शुणिबा सहित आको कार्य केमिति रूपांतरित करी भाबुथिब, ताले निरवच्छिन्न साधन हो गला ना। तार मूलदुआ पड़िला, फाउंडेशन पड़िला। केते मजादार दिन से गुड़ा सब बुझिले। तुम लाइफ क्षेत्र ना, ये मजादार जे तुम्हें आसीच एकुटिया, जीव भी एकुटिया। एटा वैराग्यर स्रोत आसला तुम भीतर, एटा वास्तव तत्व जे मु आसीची जीवी, आ भीतर कौन करी? यही प्रश्न को तुम्हें उल्टो थी, आंसर आणु थी, ताले भी निरवच्छिन्न साधन हो गला ना। निरवच्छिन्न साधन नुहे जे जाई कोटी कोदाल रे खोली पकेओ माटी, गछ हाणी पकेओ, गछ लगे पकेओ, ता ना। निरवच्छिन्न साधन भावना रे, जो झियो कहला जे गोटे सोर्स देइथिला जे भावना रे निरवच्छिन्न साधन सृष्टि। ता पूर्व जे कहले ज्ञान, ज्ञान हो जे तार मूल उत्स। ज्ञान न हबनी, हजार भावना आसुथिबो, हजार भावना जाउथिबो, बादल खंड पर तुम जानि परिबनी जे ये कौन भावना आसला, काई के आसला। यदि ज्ञान हो जाय छी ताल धर्म करता, अरे ये भावना काई के आसला, ये भावना पुणी कुआड़ जाउची, मते नरक आड़ को नउची कि स्वर्ग आड़ को नउची, जन्नत को नउची कि नरक को नउची, तुम्हें धर पकेओ ज्ञान।
আর জ্ঞାନ ଖଡଗ ହଉଛି ଅଶ୍ଳୀଳ ଖଡଗ, କାଟି ପକେଇବ, ସବୁ ଛେଦନ କରିପାରିବ। ଆଉ ଗୋଟେ ତାର ସାନ ଭାଇ ହଉଛି ଜିଦି, ଅଖଣ୍ଡ ଜିଦି ରଖିଥିବ। ତୋର ମୋର ଦିନେ ଭେଟ ହବଲ ମିତ୍ରଣୀ, ଏଇଟା ଅଖଣ୍ଡ ଜିଦି। ଦେଖିବି ତୋତେ ମୁଁ, ଦେଖିବି। ଏଇ ଯୋଉ କଳା ସୃଷ୍ଟି ହବ, ସକାରାତ୍ମକ ऊर्जा ସୃଷ୍ଟି ହେଲା, ଇଏ ऊर्जा ସୃଷ୍ଟି ହେଇଗଲା, ଦେଖିବି ତୋତେ ମୁଁ। ଯଦି ଗୋଟେ ଲୋକ ସଂକଳ୍ପ କରି ଗୋଟେ ଲୋକକୁ ମାରି ଦଉଛି, କଳା କୌଶଳ କରିକିରି ପୁରା ଲାଗିଛି ମାରିବି ତାକୁ, କେମିତି ମାରି ଦଉଛି, ଛାଇ ଭଳି ଲାଗିଥିବ, ସେ କୁଆଡେ ଗଲା, କଣ କରୁଛି, କଣ କରିବି ମୁଁ। ସେମିତି ଏଠି ସେମିତି ତୁମେ ଯଦି ଦେଖିବି ଯୋଉ ଶବ୍ଦ ସୃଷ୍ଟି ହଉଛି ମନ ଭିତରେ, ସେମିତି ଲାଗି ପଡିବ। କେମିତି ଉଠିବି ବ୍ରହ୍ମ ମୁହୂର୍ତ୍ତରୁ, କଣ ଖାଇବି, କେତେବେଳେ ଶୋଇବି, କାହା ସହିତ କଣ କଥା ହେବି, କେମିତି କଥା ହେବି, ସୋର୍ସ ଅଫ ଇନକମ୍ ଆସିବ କେମିତି, ଇଏ ଅଟୋମେଟିକ ତୁମକୁ ନିରବଚ୍ଛିନ୍ନ ସାଧନା ଭିତରେ ପଶିଗଲେ ଜଣା। ନିରବଚ୍ଛିନ୍ନ ନିରନ୍ତର ସାଧନା। ଆଉ ନିରନ୍ତର ସାଧନା ନୁହେଁ ଯେ ତୁମେ ଚକ୍ରଭେଦନ କରିକି ଉଠିଯିବ। ଚକ୍ରଭେଦନ କେତେବେଳେ ସଫଳ ହବ, ଯଦି ନିରନ୍ତର ସାଧନ ବ୍ୟାକ୍ ସାଇଡ ଠିକ ଥିବ, ଦିନଚର୍ଯ୍ୟା ଠିକ ଥିବ। ଦିନଚର୍ଯ୍ୟା ଠିକ ନାହିଁ, ନା ରାତିରେ ତମକୁ ଉଠେଇବ, ବରଂ ଆତ୍ମା ତମକୁ ଶୋଇ ପକେଇବ, ଶୋ। ଦିନ ତ କିଛି କରିନୁ, ରାତିରେ କିଏ ତୋତେ ଉଠେଇବ? ଆଉ ଯଦି ରାତିରେ ଶୋଇଥିବ ତୁମେ, ଏ ଦିନରେ ଦିନଚର୍ଯ୍ୟା ଠିକ ଥିବ, ତାହେଲେ ସତରେ ସେ ତମକୁ ଡାକିବ। ନହେଲେ କଣ କରିବ ଜାଣିଛନ୍ତି? ଗୋଟେ ସ୍ୱପ୍ନ ଦେଖିଛ, ଛୋଟ ସ୍ୱପ୍ନ। କେତେ ମାନେ କେତେ ଟେକ୍ନିକାଲ ନଲେଜ ଅଛି ଆତ୍ମା ପାଖରେ। ଦେଖ, ହଠାତ୍ ତୁମେ ଟ୍ରେନରେ ଯାଉଛ, ଟ୍ରେନ ଟାଇମ ହେଇଗଲା, ତୁମେ ଶୋଇପଡିଛ, ଉଠିନ, ହଠାତ୍ ସେ ତମକୁ ନିଦ ରେ ଦେଖେଇଦେବ ଟ୍ରେନ ଆସିଗଲାଣି, ଟ୍ରେନ ଛାଡିଗଲା, ମାନେ ଷ୍ଟେସନ ଛାଡିଗଲା, ତୁମେ ଶୋଇଛ, ହଠାତ୍ ଉଠିବ କି ନାହିଁ? କାରଣ ଟିକେଟ କରିଛ ନା, ପଇସା ଦେଇଛ। ମିଛରେ ଆକ୍ଚୁଆଲି ତୁମେ ନା କୁଆଡେ ଯିବ ନା ଟିକେଟ କରିଛ, କିନ୍ତୁ ସ୍ୱପ୍ନରେ ଯେତେବେଳେ ଦେଖୁଥିବ, ତୁମେ ସତ୍ୟ ବୋଲି ମାନୁଥିବ ନିଶ୍ଚିନ୍ତ ଭାବରେ ଯେ ପ୍ରକୃତରେ ମୋର ଯିବାର ଅଛି, ପ୍ରକୃତରେ ମୁଁ ଟ୍ରେନ ଟିକେଟ କରିଛି, ଅଥଚ ଟ୍ରେନ ପଳେଇଲା, ହଠାତ୍ ଉଠି ପଡିବ। ଆକୁ ଉଠେଇଲା କିଏ? ତୁମର କୁଆଡେ ଯିବାର ନାହିଁ, କିନ୍ତୁ ସ୍ୱପ୍ନରେ ଯିବାର ଅଛି ନା, ସ୍ୱପ୍ନ ଦେଖେଇକି ତୁମ ହଠାତ୍ ଉଠେଇଦେଲା, କନସିୟସ୍ ମାଇଣ୍ଡ କି ନେଇ ଆସିଲା ସେଇ ଦୃଶ୍ୟଟା, ଉଠିଗଲା। ତେଣୁ ଆତ୍ମା ଚାହିଁଲେ ତମକୁ ଉଠେ। ଏମିତି କେତେଥର ହେଇଛି ମୋ କ୍ଷେତ୍ରରେ, କେତେ ଥର ହେଇଛି, ଥରେ ନୁହେଁ। ତେଣୁ ତା ସାଙ୍ଗ କରିଲେ ଭାବ, ତା ସାଙ୍ଗରେ ଯଦି ତମେ ଭାବ ସୃଷ୍ଟି କରିବ, ସେ ସବୁ କଥା କରିଦବ। ସେ ସବୁ କରିଦବ। ସେ ତୁମର ଫ୍ରେଣ୍ଡ, ସେ ତୁମର ଫିଲୋସଫର, ସେ ତୁମର ଗାଇଡ, ସେ ତୁମର ପିତାମାତା, ସେ ତୁମର ଗୁରୁ, ସେ ତୁମର ଅଭିଭାବକ, ସେ ତୁମର ଦୂରଦ୍ରଷ୍ଟା, ଆଉ ଅନ୍ତରଙ୍ଗ ବନ୍ଧୁ ମଧ୍ୟ। ଏତିକି ଭାବନା କର ଯେ କେହି ଯିବେନି ମୋ ସଙ୍ଗରେ, କେହି ମତେ ଯିବେନି ନେଇକି, ଆଜି ମଲେ କାଲିକି 2 ଦିନ, ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକ। ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ସୁଧି ହୋଇବେ। ଘରେ ଗୋଟେ କିଳା ବାଡେଇ ଦେବେ, କାଳେ ପଳେଇ ଆସିବ କି, ଘରଣୀ ଦେହରେ ଏତେ ଭଲ ପାଉଥିଲା, କାଳେ ପଳେଇ ଆସିବ, ତାଠେଇ ଗୋଟେ କିଳା ବାନ୍ଧିଦେବେ,
ଯାଅ ତୁମର ପ୍ରୋହିବିଟେଡ୍ ଏରିଆ ହେଇଗଲା, ତୁମ ଘରଟା ତୁମ ପାଇଁ ପ୍ରୋହିବିଟେଡ୍ ଏରିଆ। ଆସିବ, ଦେଖିବ, କୋଉ ଗଛରେ ବସିଥିବ, ଅନେଇବ, ଆରେ ମୁଁ ତ ଏତେ ଘର କରିଥିଲି, ଏତେ ପୁଟି ଦେଇଥିଲି, ଏତେ ରଙ୍ଗ ଦେଇଥିଲି, କଣ୍ଟାଟା ବାଡ଼େଇ ଦେଇଛନ୍ତି, ମୁଁ ଯାଇପାରିବିନି। ମୋ ସ୍ତ୍ରୀ କେତେ ଭଲ ପାଉଥିଲି, କେତେ ସୁନ୍ଦର ସୁନ୍ଦର ଶାଢ଼ୀ କିଣିକି ଆଣି ଦେଇଛି, କେତେ କେତେ ଆଡ଼େ ଆମେ ବୁଲିବାକୁ ଯାଇଛି, ଆମେ କେତେ ହସ ଖୁସି କଣ ନାଇଁ କଣ ଆମେ ଭାବନା କରିଥିଲେ, କେତେ ଶାନ୍ତିରେ ଥିଲେ, କେତେ ଆନନ୍ଦରେ ଥିଲେ, ତାଠି ମଧ୍ୟ ବାଡ଼େଇ ଦେଲେ କଣ୍ଟା। ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ସୁଝିବେ। ତୁମେ ଏକୁଟିଆ ହେଇଯାଇଥିବ, ଆଉ ସମସ୍ତେ ଯାଉଥିବେ ଆସୁଥିବେ, ତୁମ କଥା ଟିକେ ଟିକେ ବି କହୁଥିବେ, ହେଇ ଅମୁକ ଲୋକଟା ଏମିତି ଭଲ ଥିଲା, କିଏ କହିବ ଖରାପ ଥିଲା, ତୁମେ ଶୁଣୁଥିବ। କାହାକୁ ଛୁଇଁଲେ ବି ଛୁଇଁ ପାରିବନି, କାହାକୁ ହାତ ମାରିଲେ ତୁମେ ଜାଣୁଥିବ ମୋ ହାତ ବାଜିଲା, କିନ୍ତୁ ତାଠେ ବାଜୁ ନଥିବ, ତୁମେ ବଡ଼ ପାଟିରେ କହୁଥିବ, କେହି ଶୁଣି ପାରୁନଥିବ। ଇଏ ତ ଜୀବନ, ଇଏ ଜୀବନ। ତେଣୁ ଆକୁ ଆଖି ଆଗରେ ରଖିକିରି ଯିଏ ସାଧନ ଏବେଠାରୁ ପ୍ରିପାରେସନ ହେଲା, ମୁଁ ସାଧନ କରିବି, ମୁଁ ତୋତେ ଦେଖିବି, ତୁ କିଏ, ତାହେଲେ ଜୀବନ ସାର୍ଥକ। ତୁମର ଆସିବାର ଗନ୍ତବ୍ୟ ପଥ ଠିକ ହେଇଯିବ। ଆସିଥିଲୁ ବନ୍ଧୁ ମତେ ସଙ୍ଗେ ଧରି ପୃଥିବୀ ବୁଲାଏ। ତୁମ ବନ୍ଧୁ ତୁମକୁ ପୃଥିବୀକୁ ବୁଲାଇବାକୁ ଆଣିଥିଲେ, କିନ୍ତୁ କଣ ହେଲା? ଘରଟିଏ କରିଦେଲ, ଚାକିରିଟିଏ କରିଦେଲ, ସଂସାରଟିଏ କରିଦେଲ, ପିଲା ଦୁଇ ତିନିଟି ହେଇଗଲା, ତମେ କଣ ଏଇଥିପାଇଁ ଆସିଥିଲ? आया था किस काम से, सोया चादर ताना। ଚାଦର ଘୋଡେଇକି ଶୋଇଲଣି, ଆଇଥିଲ କୋଉ କାମରେ? ରାତ ଗବାୟା ଶୋଏ କେ, ରାତିଟାକୁ ଶୋଇ ଶୋଇକି ନଷ୍ଟ କରିଦେବ। ଦିବସ ଗବାୟ ଖାଅ, ଦିବସ ଗବାଅ ଖାଅ, ଖାଇ ଖାଇକି ନଷ୍ଟ ହେଇଗଲା ଜୀବନଟା ବା ଦିନଟା। ରାତି ଶୋଇ ଶୋଇ ଗଲା, ଦିନ ଖାଇ ଖାଇ ଗଲା। ଜଣେ ଜଣେ ପ୍ରତ୍ୟେକ ଦିନ ପେପ୍ସି ପିଉଛନ୍ତି, କୋକା କୋଲା ଗୋଟେ ଗୋଟେ ପିଉଛନ୍ତି, ଅବସ୍ଥା କଣ ହବ? ଫ୍ରିଜରୁ ଥଣ୍ଡା ପାଣି ଆଣି ପିଇ ଯାଉଛନ୍ତି। ମାଂସ ଚିକେନ ରଖିକିରି ଗୋଟେ ଗୋଟେ ସପ୍ତାହ ମଧ୍ୟ ଖାଉଛନ୍ତି ଫ୍ରିଜ। ଯଦି ଏଇସବୁ କାମରେ ତୁମେ ଓହରି ଆସିଲ ଜ୍ଞାନରେ, ତାହେଲେ ନିରବଚ୍ଛିନ୍ନ ସାଧନ ହେଲା। ଯାଅ, ହୁସିଆର ହେଇଯାଅ, ସତର୍କ ହେଇଯାଅ। ହୁସିଆର ସତର୍କ ଅର୍ଥ ମତେ ମରିବାକୁ ପଡିବ, ତା ପୂର୍ବରୁ ମୋର କାମ ହାସଲ କରିବାକୁ ପଡିବ। ଏଇ ଯୋଉ ଜ୍ଞାନର ବୈରାଗ୍ୟ ସୃଷ୍ଟି ହବ ତମ ଭିତରେ, ଇଏ ବି ନିରବଚ୍ଛିନ୍ନ ସାଧନ ହେଲା। ଜଣା, ଯେପର୍ଯ୍ୟନ୍ତ ବୈରାଗ୍ୟ ନ ହେଇଛି ସେ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସାଧନ ହବ। ଯଦି ଆସ୍ତେ ଆସ୍ତେ ଫେଡ଼ାଣ ଆଣିବ, ବୈରାଗ୍ୟତା ଆସିବ ତୁମ ଭିତରେ, ନିରବଚ୍ଛିନ୍ନ ସାଧନ ହେଇଗଲା। ଜଣା, ଦେଖନ୍ତୁ, ତୁମେ ଟ୍ରେନରେ ଆସୁଛ, ଭଦ୍ରକରୁ ଆସିଲ ହେଲା, କିଏ ଓହ୍ଲେଇ ପଡ଼ିଲା ଧାନମଣ୍ଡଳରେ, କିଏ ହରିଦାସପୁରରେ, କିଏ ଓହ୍ଲେଇଲା, କିଏ କଟକରେ ଓହ୍ଲେଇଲା, କିଏ କଟକ ପରେ ଭୁବନେଶ୍ୱରରେ କିଏ ଓହ୍ଲେଇଲା, କିଏ ଲିଙ୍ଗରାଜରେ ଓହ୍ଲେଇଲା। ତୁମ କ୍ୟାବିନରେ ବସିଥିଲ 5 ଜଣ, ଟ୍ରେନ ଯାଉଛି, ତୁମ କ୍ୟାବିନ ସହିତ ଯୋଉମାନେ ଥିଲେ ତୁମର ପରିବାର।
ମନେ କର ଅତି ଘନିଷ୍ଠ। କିଏ ଚା ପିଉଛି ତ ଅଫର କରୁଛି ତୁମକୁ ନା ଚା ପିଇବି, କିଏ ସିଗାରେଟ୍ ଟାଣୁଛି ଅଫର କରୁଛି ସିଗାରେଟ୍ ଟାଣିବି, କିଏ ସିଙ୍ଗିଡ଼ା ଖାଉଛି କହୁଛି ଆଜ୍ଞା ସିଙ୍ଗିଡ଼ା ଖାଇବି। ଏ ପରିବାର ସଦସ୍ୟ। ତା ଭିତରୁ ଜଣେ କିଏ କଟକରେ ଓହ୍ଲେଇଲା, କିଏ ହରିଦାସପୁରରେ ଓହ୍ଲେଇଲା, କିଏ ଧାନମଣ୍ଡଳରେ ଓହ୍ଲେଇଲା, କିଏ ଲିଙ୍ଗରାଜରେ ଓହ୍ଲେଇଲା, କିଏ ଭୁବନେଶ୍ୱରରେ ଓହ୍ଲେଇଲା। ତୁମେ କିନ୍ତୁ ଏକୁଟିଆ ବସିଛ। ସେ କେବିନ୍ ଶେଷ ହେଇଗଲା। ତାମାନେ ତୁମ ପରିବାରରୁ ସମସ୍ତେ ପଳେଇଲେ, ତୁମେ ପୁରୀରେ ଓହ୍ଲେଇଲ। ପୁରୀରେ ଓହ୍ଲେଇଲ ସେମିତି ଏ ପୃଥିବୀ ଏକ ପ୍ଲାଟଫର୍ମ, ଇଏ ବି ଏକ ଟ୍ରେନ, ଇଏ ନିରବଚ୍ଛିନ୍ନ ଭାବରେ ଚାଲୁଛି, ଘୁରି ଘୁରି ବୁଲୁଛି। ତୁମେ ବୋଧେ ତା ସହିତ ବୁଲୁଛ। କିଏ କେତେବେଳେ ଓହ୍ଲେଇବ? ପରିବାରଟା କ'ଣ ତାହେଲେ? ଏ ମାୟାର ଟ୍ରେନ ଯେମିତି, ଏ ମାୟାର ସଂସାର ମଧ୍ୟ ସେମିତି, ଏ ପୃଥିବୀ ମଧ୍ୟ ମାୟା, ତୁମ ପରିବାର ମଧ୍ୟ ମାୟା। ଯଦି ଏ ଜ୍ଞାନ ହେଇଗଲା, ପ୍ରତି ମୁହୂର୍ତ୍ତରେ ମାୟା ବୋଲି ଭାବୁଥିବ ସାରା ସଂସାରକୁ। ଆତ୍ମା ସତ୍ୟ ଜଗତ ମିଥ୍ୟା, ଜୀବ ବ୍ରହ୍ମୈବ ନା ପର। ଆତ୍ମା ସତ୍ୟ ଜଗତଟା ମିଥ୍ୟା, ଜୀବ ବ୍ରହ୍ମୈବ ନା ପର। ଜୀବ ଏବଂ ବ୍ରହ୍ମ ଭିତରେ କେହି ପର ନୁହନ୍ତି, ଏକା ଏକା ଏକ। एक रहेगा दू जा गया। गोटे रहिब दू जा गया, दीटा पड़ेब सेठी। नदी दरिया नदी समान, दरियाटा नदी बा नदी दरिया मिसी जीव, एक है जीव। तेणु से कहले जीव ब्रह्मैव ना पर। जीव एवं ब्रह्म भीतर की तफात नहीं, किंतु तफात एतिकी दरिया एवं नदी। नदी दिने मिसिब दरिया, दरिया ही जीव। तुम्हें आत्मारे मिस, आत्मस्थ हो जाए। ये जो ज्ञान आसुची तुम भीतर को, आत्मज्ञान बा सत्संग ज्ञान, ताको बेले बेले बसिकी विश्लेषण करिया, आलोचना करिया। मन भीतर कई न तुम्हें आलोचना बस कर, जीव कौन ब्रह्म कौन, किए कहीं कुआड़े जीवे, ताहले भी निरंतर साधन है। ठीक ठीक, ताहले भी निरंतर साधन हो गला। जान आ गोटे बड़ टिप्स होची, तुम्हें गोटे काम करूछ, से काम आउ गोटे काम को जिते जीव, निजको आत्मा बोली अनुभव कर। गोटे काम कल, धर गुआ छेचुच, गुआ काटुच, जो गुआ बेपार कर, ठीक अच्छे आरंभ है गुआ काम पर, आउ कौन जीव, गाड़ी स्टार्ट कर। बस से जो गैप रोचे, से गैप निजको अनुभव कर। जो कम कर ठीक अच्छे, कम नियोजित हो गला, सरीगला, मन पड़ानी। ता पूर्व तो मन पड़ा ना नहीं, मो आत्मा जो जो काम फास्ट स्टार्टिंग करिवो, इनागुरेशन करिवो, सही काम रे मन दे देबो आगे। जे आत्मा इनागुरेशन कला बा आत्मा ए काम करिया गला, आत्मा स्टार्ट कला गाड़ी, तापर न भाबो ठीक अछि। लेट इज बेटर देन नेवर। जानतु गोटे कथा, लेट इज बेटर देन नेवर। जदि किछि न बा अपेक्षा जदि किछि हला, सेटा बेटर मो पई। लेट हो, आज न हो काली हो, काली न हो परदिन हो, आरंभ कर दियो आगे, शुभारंभ हो। तुम शाढ़ी जत्न पिंधुच ना नहीं, एमती कुंच करछ, सेमती खुसणी करछ, सेमती मुड़िकी पकाउछ, सेतेबेले भाव मो आत्मा ए काम कर। बस
ଆଉ ତୁମେ କଣ କରିବ କୁହ? ଆଉ ଯେତେ କାମ ରହିଲା ସବୁ ବ୍ୟର୍ଥ ବେକାର ତୁମ ପାଇଁ। ଯେତେ କାମ କରୁଛ ସେ କାମରେ କିଛି ନାହିଁ, ସେ କାମରେ କିଛି ନାହିଁ, ମୂଲ୍ୟ ନାହିଁ। ମୁଁ କହୁନି, ମନ ଦିଅ। एक रहा दूजा गया, दरिया नदी समाए, दरिया नदी समाए, एक रहा दूजा गया। तुम्हें एक रहिବାକୁ चेष्टा कर, एक हवार चेष्टा कर। एक केमिति हो? एक हवार प्रोसेस होची निरवच्छिन्न साधना। संकल्प नियो, जिद्दी नियो, मु करिबी, ताले बलशाली सृष्टि हम तुम मन भीतर। मन एकदम मजबूत हो जाए, मु करिबी, जिद्दी, अखंड जिद्दी, अखंड जिद्दी। जिद्दीर माने जिद्दीर समाप्त न रहो। मु करी माने करी, पूर्णच्छेद पकेबनी जिद्दी, पूर्णच्छेद पड़बनी जिद्दी। तार निरंतर साधन कंटिन्यूटी है। जदि जिद्दी रहिला निरंतर साधन कंटिन्यू हो। से हुए तो गुरुदेव तुम अजाणतर जानतर कहीजानी कह, मु प्रत्येक दिन साधन करी, शपथ कर दिया है। जो मैंने ये एडमिशन कर जो मैंने मुनि समाज एडमिशन करुवे हुए तो शपथ करी मु प्रत्येक दिन साधन करी, शपथ जड़े जड़े मत क्वेश्चन कर आज्ञा मु क्रिया दे शुद्धि क्रिया रही मु साधन करी कि ना। मुझे तुम्हें से करनी जिते तुम देहांत हम आउ ना सब बुझिपारे। तेणु निरंतर साधन हेले कौन हम ना, निरंतर साधन हेले ऑटोमेटिक फ्लो सृष्टि हो तुम भीतर। प्रत्येक दिन मु करुच्ची जिते मु साधन विच्युत हेली माने करदेलानी साधन आउ बहुत कष्ट उठी रात 3 बहुत कष्ट करना करें छाड़देवी से धलकाए मांस खसी पड़ा मो ठार जमती कांथरू पलस्तर खसी पड़े जमती उई हुंकार उई खसी पड़ती माटी खसी पड़े सेमती मो छाती आगे किसी खसीगला अनुभव जो मु शपथ ना करी जहाँ हम यहाँ अनुभव कथा मुझे जो जमाट बांधला मोर सत्ता मुझा मु करुच्ची मु अमक करुच्ची जिते मु छाड़देली निरस्त्र हो गली ऑटोमेटिक खसी पाला मो शरीर अनेक जिन ताने जमाट बांधला असत्यर जिनस गुड़ा खसी पाला। यहाँ कहार करामती ना, यहाँ निरवच्छिन्न साधन करामती। निरवच्छिन्न भाव साधन करुली जो करनी विरक्ति सृष्टिला प्रयोग कले करदेलानी किसी साधन से समर्पण सृष्टिला ना मु करी जहाँ हम गोटे सेकेंड भावना देख केते जिनस गली पड़ा सांगे सांगे मो शरीर। तेणु निरवच्छिन्न भाव जी केते वर्ष साधन कर मु लगातार 7 वर्ष साधन कर डिस्कंटिन्यू है केबे भी है तार तार रिजल्ट आसबनी जे 7 वर्ष साधन कर रिजल्ट आसबनी भाव
ନିରବଚ୍ଛିନ୍ନ ସାଇକ୍ଲୋନ ହେଇଛି, ଡ୍ରଟ୍ ହେଇଛି, ଫ୍ଲଡ୍ ହେଇଛି, ସୁପର ସାଇକ୍ଲୋନ ହେଇଛି, ତାରି ଭିତରେ ଫାଇଲିନ୍ ହେଇଛି, ତାରି ଭିତରେ ହୁଡୁହୁଡୁ ହେଇଛି, ତାରି ଭିତରେ କଣ ହେଟା ପିତାଲି ନା ମିତାଲି ନା କଣ ଗୋଟେ ହେଇଥିଲା, ସିଏ ଆସିଛି, ସବୁ ଆସିଛନ୍ତି। ବିଶେଷ କରି ସାଇକ୍ଲୋନ ଯୋଉ ହେଲା ସୁପର ସାଇକ୍ଲୋନ 99 ସେଇଟା ମାନେ ବହୁତ ହୃଦୟ ଥରା। ସେତେବେଳେ ସାଧନ କରିଛି, ମାନେ ମୁଁ ସାଧନ କରିଛି, ମୋ ସାଧନକୁ ଦେଖ, ଏତେ ବଡ ବିରାଟ ବିପଦ ଆସିଲେ ମୋ ସାଧନକୁ ନଷ୍ଟ କରିନଥିଲା। ମୋ ସକାଳ ସାଧନ ଶେଷ ହେଲା, ଆରମ୍ଭ ହେଲା ତାର ତାଣ୍ଡବ ନୃତ୍ୟ। କଦଳୀ ଗଛ ଭାଙ୍ଗିଦେଲା, ନେଇ ଆଇଲି କାଟିକିରି, କଦଳୀ ଥିଲା ଆମ ଘର ଆଗରେ ଗୋଟେ କାଣ୍ଡ। ତାପରେ ଆସ୍ତେ ଆସ୍ତେ ବଢି 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 ଚାଲିଲା। ଭୀଷଣ ଭୀଷଣରୁ ଭୀଷଣ, ଅତି ଭୀଷଣ। ଠିକ ରାତି 3টাରେ ବନ୍ଦ ହେଇଗଲା। ଦେଖନ୍ତୁ ନିରବଚ୍ଛିନ୍ନ ସାଧନ କରାମତି ଠିକ ରାତି 3টাରେ ବନ୍ଦ ହେଇଗଲା। କାରଣ ମୁଁ ସେତେବେଳେ ସାଧନ କରିବାକୁ ଉଠିବି। ଦେଖ ବିରାଟ ବିରାଟ ସ୍ରୋତରେ ଆସିଛି ସାଧନ, ମାନେ ସାଇକ୍ଲୋନ, କିନ୍ତୁ ବନ୍ଦ ହଉଛି ରାତି 3টাରେ। ସମସ୍ତେ ଅନୁଭବ କରୁଥିବେ ରାତି 3টাରେ ବନ୍ଦ ହେଇଛି। ସୁ ପବନ, ବଜ୍ର ପ୍ରାୟ ମାନେ ମାଡ଼, ବାଦଲର ବଜ୍ର ମାଡ଼, କାନ୍ଥ ଭିତରେ ପିଟି ହଉଛି, କୋଠାହାର ଭାଙ୍ଗିଦେବ ସତେ। ଆମ ଘରେ 40 ଲୋକ ଅଛନ୍ତି, ଗୋରୁ ଗାଈ ମିଶିକିରି 50 କି 60 ହେବେ। 60 ଗୋରୁ ଗାଈ ଏବଂ ମଣିଷ ମିଶିକିରି 60 ଜଣ ପ୍ରାୟ ଗୋରୁକୁ ମିଶେଇ। କିଏ ଖଟ ତଳେ ବସିଛି, କିଏ ଖଟ ଉପରେ ବସିଛି, କିଏ ଧାନ ବସ୍ତା ଉପରେ ବସିଛି। ଦେଖନ୍ତୁ କେତେ ମାନେ କଷ୍ଟକର ସମୟ ହେଇଥିବ। ତା ସତ୍ତ୍ୱେ 3টাରେ ଯେତେବେଳେ ବନ୍ଦ ହେଇଗଲା, ମୁଁ ଶୋଇପଡ଼ିଛି। ଠିକ 3টাରେ ଉଠିଲି, ଗୋଟେ ଡିବି ଜଳୁଥିଲା ଆମ ଘରେ, କୋଠାହାର। ସେ କୋଠାହାର ପୁରା କଳା ହେଇଯାଇଛି। ଆମ ବୋଉର ନୀତି ହଉଛି ଗୋଟେ ଜାଳିବ ଲାଇଟ୍, ସେ ଲଣ୍ଠନ ହଉ ଡିବି ହଉ ସେ ଜଳୁଥିବ। ମେଡ୍ ଇନ୍ ଆମେରିକା ଲଣ୍ଠନ, ପିତ୍ତଳର ପୁରା ଜଳୁଛି ରାତିରେ। ମୁଁ ଉଠିଲା ବେଳକୁ ଲଣ୍ଠନ ଜଳୁଛି। ବୋଉ ଶୋଇଛି ମୋ କରକୁ, ଆମ ପୁଅ ଶୋଇଛି, ଇଏ ଶୋଇଛି। 3ଟାଙ୍କ ବୋଧେ ଗୋଟିଏ ସପରେ ଆମେ ସେମିତି ଶୋଇଛୁ। ଉଠିଲେ ମତେ ଆଶ୍ଚର୍ଯ୍ୟ ଲାଗିଲା, ଅନେଇଲା ବେଳକୁ ରାତି 3ଟା। ଆରେ ଏଇଟା ତ ମୋ ସାଧନ ସମୟ। ସାଇକ୍ଲୋନ ବନ୍ଦ, ନା ଶବ୍ଦ ଅଛି, ନା ବେଙ୍ଗର ଗର୍ଜନ ଅଛି, ନା ସାପର ସୁ ଶବ୍ଦ, କିଛି ନାହିଁ, ନିସ୍ତବ୍ଧ। କୁଆଡେ ଯିବି? ଗଛ ତ ସବୁ ଭାଙ୍ଗି ପଡିଛି, ଭୟ ଲାଗୁଛି। ମାନେ କଣ ହେଇଗଲା? ଏ ସାରା ଗାଁ କିଛି ନଥିବ, ଯୁଆଡେ ଅନେଇଲି ଗୋରୁ, ଆମ ଘର ଭିତରେ ସବୁ ଗୋରୁ। ଯୁଆଡେ ଅନେଇଲି କିଏ କୋଉ ଅବସ୍ଥାରେ ଅଛି, କିଏ ବଳଦ ପାଖରେ, କିଏ ଗୋରୁ ପାଖରେ ଛିଡା ହେଇଛି। ସେ ଗୋବର, ଏଣ୍ଟାୟାର ଘର ଗୋବର ହେଇସାରିଲାଣି। ଆମ ବରଣ୍ଡା, ଆମର ଦୁଆର, ଘରକୁ ଗାଈ ଯାଇନାହାନ୍ତି, କିନ୍ତୁ ଯୋଉ ଆମର ଖଞ୍ଜାଟା ଅଛି ସେଇଠି ବାରଣ୍ଡାରେ ସବୁ ଥିଲେ। ମୁଁ କହିଲି ହଉ, ଏସବୁ ନିଷ୍କାସନ ହେଇଯାଆନ୍ତୁ, ଗୋବର ସଫା ହେଇଯାଉ। ସବୁ ଗଲା, ରୋଷେଇ ଆରମ୍ଭ ହେଲା। 6ଟା 7ଟାରେ ଯେତେ ସବୁ ଅମୃତଭଣ୍ଡା ଥିଲା ମୁଁ ନେଇ ଆଇଲି। 100-200, ଗୋଟିଏ ଗଛରେ 100-200, 30ଟା ଗଛରେ କେତେ ହେଇଥିବ, ସବୁ ଯାକ ବୋଇ ଆଣିଲି। ଆଣିକି ଗୋଟେ ଘରେ ମଜବୁତ ଭାବରେ ସବୁ ଉପରକୁ ରଖା ହେଇଗଲା। ପୁରା ଘର ସାରା ଅମୃତଭଣ୍ଡା, କଦଳୀ କାନ୍ଦି। ଯାହା ହଉ କିଛି ତ ନ ମିଳିଲେ ସବୁ ଖାଇବେ ଲୋକମାନେ। ସମସ୍ତେ ଗାଁରେ ନେଇକିରି ଗଲେ, ଆସି ଅମୃତଭଣ୍ଡା କଦଳୀ, ଆମେ ବି ଖାଇଲୁ। ଯାହା ହଉ ଠିକ ସାଧନ ଆରମ୍ଭ କଲି। ମାନେ ଆଣିଲା ପରେ 7ଟା କି 8ଟା ହେଇଥିଲା, 7ଟା। ଦେଖନ୍ତୁ, ତୁମେ ଯଦି ନିରବଚ୍ଛିନ୍ନ ସାଧନ କରୁଥିବ, ଯେତେ ବିରାଟ ସାଇକ୍ଲୋନ ହଉ, ତୁମ ସମୟକୁ ସେ ସପୋର୍ଟ କରିବ। ମୁଁ ସେଇଠି ଜାଣିଲି ମୁଁ ପୂର୍ଣ୍ଣ ବ୍ରହ୍ମ। କାରଣ ଥିଲା ନିରବଚ୍ଛିନ୍ନ ସାଧନ, କାରଣ ଥିଲା ଅଖଣ୍ଡ ଯୁକ୍ତି, ଅଖଣ୍ଡ ଯୋଉଟା କହିଲି ମାନେ ଜିଦି।
ଅଖଣ୍ଡ ଜିଦି ମୁଁ ଦେଖିବି, ମୁଁ ପ୍ରତ୍ୟେକ ଦିନ ସାଧନ କରିବି, କଣ ବି ହେଇଯାଉ ତାର ପରିଣାମ ଆଜି ଏଇଟା। ଆଜି ଏତିକି କହିଲେ ତ ସରିବନି। ଏ ନିରନ୍ତର ସାଧନର ପୁଣି ଅବଶିଷ୍ଟାଂଶ ଯଦି ଆମେ କେତେବେଳେ ଆଲୋଚନା କରିବା ଯଦି ସୁଯୋଗ ହୁଏ। ଆଉ ଇଏ ଯୋଉ ରଖିଥିଲେ ସାଧନ ସରଳ ଏବଂ ପୁଣି ସମାଜର ସାଧନ କିପରି ସରଳ ଓ ପ୍ରଭାବଶାଳୀ, ସେ ବି ଗୋଟେ ଅମୂଲ୍ୟ ଟପିକ୍। ଦେଖିବା, ଆଲୋଚନା କରିବା। ଟାଇମ୍ ହେଇଯାଇଛି ଆଜି 1:30। ଏଠି ରଖିବା। ଆଶା କରେ ଆହୁରି ବି ଶୁଣିବାକୁ ଇଚ୍ଛା ଥିବ, କିନ୍ତୁ କ'ଣ କରିବା, ସମୟକୁ ନେଇ ଚାଲିବା ତ। ଏବେ ଆସନ୍ତୁ ମତାମତ ରଖିବା, କିଏ କ'ଣ କରୁଛନ୍ତି। ଜୟ ଜୀବ ଗୁରୁଜୀ। ଜୟ ଆଜିର ସତ୍ସଙ୍ଗରେ ଉପସ୍ଥିତ ମୋର ପରମ ପୂଜ୍ୟ ମହାତ ଗୁରୁଜୀ ଗୁରୁମା ଆଉ ଜ୍ଞାନୀ ବିଜ୍ଞ ମୋର ଆଜିର ଯୋଉ ନିରନ୍ତର ସାଧନ ଗୋଟେ ଟପିକ ରଖାଯାଇଥିଲା, ଏଥର ଗୁରୁଜୀ ଗୁଡା ଦେଇଛନ୍ତି। ପ୍ରଥମ ହେଲା ନିଜ ସ୍ୱରୂପରୁ ଆମେ ବିଚ୍ୟୁତ ହେବା ନାହିଁ, ନିରନ୍ତର ଆତ୍ମଚିନ୍ତନରେ ରହିବା। ଦ୍ୱିତୀୟ ଟପିକ ହେଲା ଆମ ଚାରିପାଖରେ ଯାହା ସବୁ ଆମେ ଦେଖୁଛେ ସବୁ ମାୟା ବୋଲି ଭାବିକି ଆମେ ସବୁଗୁଡାକ ମାୟା ଭାବିକି ଆମେ ନିଜକୁ ଆତ୍ମସ୍ୱରୂପରେ ରଖିବା। ତୃତୀୟ ହେଲା ଦୁଃଖ ଆସିଲେ ମଧ୍ୟ ଯଦି ଆମକୁ ଏହି ସ୍ୱରୂପରୁ ବିଚ୍ୟୁତ କରିପାରିବ, ଆମେ ଦୁଃଖରେ ଉଦ୍ବିଗ୍ନ ନ ହୋଇ ବା ସୁଖରେ ଅତି ଆନନ୍ଦିତ ନ ହୋଇ ଆମେ ରହିପାରିବା, ତାହେଲେ ଆମେ ନିରନ୍ତର ସାଧନରେ ରହିପାରିବା। ମୋଟାମୋଟି ଉପରେ ଭାବନା, ଜ୍ଞାନ, ଇତି ବଳରେ ନିରନ୍ତର ସାଧନ ହେଇପାରିବ। ଜ୍ଞାନ ହେଲେ ବୈରାଗ୍ୟ ଆସିବ, ବିନା ଜ୍ଞାନରେ ବୈରାଗ୍ୟ ଆସେନି। ଆତ୍ମଜ୍ଞାନ ସାଧନ ପାଇଁ ବୈରାଗ୍ୟ ହଉଛି ପ୍ରଥମ ସୂତ୍ର ବା ପ୍ରଥମ ଶର୍ତ। ଜ୍ଞାନ, ବୈରାଗ୍ୟ ଏ ଦୁଇଟି ହଉଛି ସର୍ତ ଆତ୍ମଜ୍ଞାନ। ରାତିରେ ସାଧନ କରିବା ପୂର୍ବରୁ ବା ସକାଳେ ବ୍ରହ୍ମ ମୁହୂର୍ତ୍ତରେ ସାଧନ କରିବା ପୂର୍ବରୁ ଆମର ଫାଉଣ୍ଡେସନ ପ୍ରସ୍ତୁତ ହେଇଯିବ ଏଇ ନିରନ୍ତର ସାଧନ ବଳରେ। ସୁନ୍ଦର ମତାମତ ଥିଲା। ପ୍ରଣାମ।